ମୋ ନା ସୁମିତା। ମୁଁ 35 ବର୍ଷ ବୟସରେ ପହଞ୍ଚି ଯାଇଥିଲି। ମୋର ରଙ୍ଗ ବହୁତ ଶ୍ୟାମଳ ଥିଲା। ମୁଁ ଏତେ କଳା ଥିଲି ଯେ ମୋର ବିବାହ ହୋଇପାରୁନଥିଲା। ଯିଏ ମତେ ଦେଖିବା ପାଇଁ ଆସୁଥିଲା ମତେ ଦେଖିବା ମାତ୍ରେ ରିଜେକ୍ଟ କରିଦେଉଥିଲା। ମୋର ଏହି ସମସ୍ୟା ହେତୁ ମୋ ମାତା ପିତା ମଧ୍ୟ ବହୁତ ଚିନ୍ତିତ ହୋଇ ପଡିଥିଲେ। ମୋ ମା ବାପା ଚାହୁଁଥିଲେ ଯେ ସେମାନେ ମୋ ପାଇଁ କୌଣସି ଅବିବାହିତ ପୁଅ ଖୋଜନ୍ତୁ। କିନ୍ତୁ ମୋ ରଙ୍ଗ ଓ ରୂପ ଦେଖି ମୋ ପାଇଁ କେବଳ 4-5 ପିଲାଙ୍କ ବାପାର ପ୍ରସ୍ତାବ ଆସୁଥିଲା, କିମ୍ବା କୌଣସି ତଲାକ ପ୍ରାପ୍ତ ବ୍ୟକ୍ତିର ପ୍ରସ୍ତାବ ଆସୁଥିଲା, କିମ୍ବା କୌଣସି ବୁଢା ଲୋକର ପ୍ରସ୍ତାବ ଆସୁଥିଲା। ଏହିପରି ଲୋକଙ୍କ ସହ ମୋ ମା ବାପା ମୋ ବିବାହ କରାଇବାକୁ ଚାହୁଁନଥିଲେ। ସେମାନେ କହୁଥିଲେ, ଝିଅ ତୁ ଆମ ପାଇଁ ଭାର ନୁହେଁ। ଯେତେବେଳେ ତୋ ପାଇଁ ଉପଯୁକ୍ତ ଭଲ ପ୍ରସ୍ତାବ ଆସିବ ସେତେବେଳେ ଆମେ ତୋ ବିବାହ କରାଇବୁ। କିନ୍ତୁ ଏପଟେ ମୋ ବୟସ ଗଡି ଚାଲିଥିଲା, ଆଉ ମୋ ଚେହେରାରୁ ମୋ ବୟସ ସ୍ପଷ୍ଟ ଜଣା ପଡୁଥିଲା। ଏବେ ଲୋକେ ମୋ ମା ବାପାଙ୍କୁ ବୁଝାଇବାକୁ ଲାଗିଲେ ଯେ ଝିଅର ବିବାହ ଯେପରି ଭାବେ ହେଉଛି କରିଦିଅ। ତୁମ ଝିଅର ବିବାହ କରିବା ବୟସ ପାର ହୋଇଯାଉଛି। ଆଗାମୀ ବୟସ ସମୟରେ ତୁମେ ଏପରି ପ୍ରସ୍ତାବ ମଧ୍ୟ ପାଇବ ନାହିଁ। ଏହି ଚିନ୍ତାରେ ମୋ ମା ବାପା ଏକ ଏପରି ବ୍ୟକ୍ତି ପ୍ରସ୍ତାବ ଗ୍ରହଣ କଲେ ଯାହାର 2ଟି ଯୁବତୀ ଝିଅ ଓ ଗୋଟିଏ ପୁଅ ଥିଲା। ମୋ ବାପା ବହୁତ ସରଳ ମନର ଲୋକ ଥିଲେ। ଜଣେ ବ୍ୟକ୍ତି ସେମାନଙ୍କୁ ଏହି ପ୍ରସ୍ତାବ ବିଷୟରେ କହିଥିଲେ। ଏବେ ମୋ ମା ବାପାଙ୍କୁ କେବଳ ଏହି ଚିନ୍ତା ଲାଗି ରହିଥିଲା ଯେ ଆଗାମୀ ସମୟରେ ମୋ ପାଇଁ ଏହାଠାରୁ ମଧ୍ୟ ଖରାପ ପ୍ରସ୍ତାବ ଆସିବ ନାହିଁ କି? ଯିଏ ମୋ ପ୍ରସ୍ତାବ କହିଥିଲା ସେ ମୋ ବାପାଙ୍କ ଜଣେ ପରିଚିତ ଥିଲେ। ତାଙ୍କୁ ସେ ପୁଅଟିର ଫଟୋ ଦେଖାଇଥିଲେ, ଆଉ ମୋ ବାପା ତାକୁ ଦେଖିବା ମାତ୍ରେ ପସନ୍ଦ କରିନେଇଥିଲେ। କାରଣ ପୁଅଟି ଦେଖିବାକୁ ଗୋରା ଓ ସ୍ମାର୍ଟ ଥିଲା। ତାକୁ ଦେଖି କେହି ମଧ୍ୟ କହିପାରୁନଥିଲେ ଯେ ସେ 3 ଜଣ ଯୁବା ପିଲାଙ୍କ ବାପା। ଯାହା ହେଉ ମୋ ବାପା ଆମ ତରଫରୁ ପ୍ରସ୍ତାବକୁ ହଁ କରିଦେଇଥିଲେ। ମୋ ଫଟୋ ମଧ୍ୟ ପୁଅ ପକ୍ଷଙ୍କ ଘରକୁ ପଠା ଯାଇଥିଲା। ପୁଅ ପକ୍ଷ ମତେ ପସନ୍ଦ କରିନେଇଥିଲେ। ଏହିପରି ସାଦଗିରେ ମୋ ବିବାହ ହୋଇଗଲା, ଆଉ ମୁଁ ବିଦା ହୋଇ ମୋ ଶାଶୁ ଘରକୁ ଚାଲିଗଲି। କିନ୍ତୁ ବିବାହର 2 ଦିନ ପୂର୍ବରୁ ମୁଁ ଗୋଟିଏ କଥା ଲକ୍ଷ୍ୟ କରିଥିଲି ଯେ ମୋ ପରିବାର ଲୋକେ ବହୁତ ଚିନ୍ତିତ ଦେଖା ଯାଉଥିଲେ ଓ ମତେ ଦେଖି ଦେଖି ବହୁତ କାନ୍ଦୁଥିଲେ। ସେମାନେ କହୁଥିଲେ ଶାଶୁଘରକୁ ଯାଉଛୁ, ସବୁବେଳେ ନିଜ ଘର ସହ ସମ୍ପର୍କ ରଖିବୁ ଓ ଶାଶୁର ଘରେ ଯେ କୌଣସି ପରିସ୍ଥିତିରେ ମନାଇ ଚଳିବୁ। ମୁଁ ମୋ ଘର ଲୋକଙ୍କ କଥା ଭଲ ଭାବେ ବୁଝି ନେଇଥିଲି ଯେ ସେମାନେ କଣ କହିବାକୁ ଚାହୁଁଛନ୍ତି। ଯେତେବେଳେ ମୁଁ ବିବାହ କରି ଶାଶୁଘରକୁ ଗଲି ସେତେବେଳେ ମୋ ସ୍ଵାମୀଙ୍କ ପିଲାମାନଙ୍କୁ ଦେଖିଲି। ସମସ୍ତ ପିଲା ଯୁବା ଥିଲେ। ଲୋକଙ୍କୁ ଦେଖି ମୁଁ ବହୁତ ଆଶ୍ଚର୍ଯ୍ୟ ହୋଇଥିଲି। 2ଟି ଝିଅ ବହୁତ ସୁନ୍ଦରୀ ଥିଲେ, ଆଉ ପୁଅଟି ଏକ ଅଜଣା ପ୍ରକାରର ଥିଲା। ସେ ତାର କାନରେ କୁଣ୍ଡଳ ପିନ୍ଧିଥିଲା, ଯେପରି ଗୁଣ୍ଡା ପିଲାମାନେ ପିନ୍ଧନ୍ତି। ମୁଁ ଭାବିଲି ବୋଧହୁଏ ଆଜିକାଲି ଏହା ଫ୍ୟାସନ ହେଇଥିବ। ମୋ ସ୍ଵାମୀଙ୍କ ମା ମଧ୍ୟ ମତେ ତାଙ୍କ ଘରେ ଉପସ୍ଥିତ ଥିଲେ। କିନ୍ତୁ ଗୋଟିଏ ଅଜଣା କଥା ଥିଲା ଯେ ଯେତେବେଳେ ମୋ ପ୍ରସ୍ତାବ ପକ୍କା ହେଲା କେବଳ ପୁରୁଷ ମାନଙ୍କ ମଧ୍ୟରେ ଏହି କଥା ହୋଇଥିଲା, ଯଦି ମୋ ଶାଶୁ ଥିଲେ ତେବେ ସେ ମତେ ଦେଖିବାକୁ ମୋ ଘରକୁ କାହିଁକି ଆସିନଥିଲେ। ଆଉ ମୋ ଶାଶୁ ତାଙ୍କ ପୁଅର ବୋହୂକୁ ଆଣିବାକୁ ମଧ୍ୟ ତାର ମାଇକେ ଯାଇନଥିଲେ। ମୁଁ ମୋ ସ୍ୱାମୀଙ୍କ ସହ ମନ୍ଦିରର ସମସ୍ତ ରୀତିନୀତି ସମ୍ପନ୍ନ କରି ସିଧା ମନ୍ଦିରର ଶାଶୁଘରକୁ ଆସିଥିଲି। ମୋ ଶାଶୁ ଦେଖିବାକୁ ବହୁତ ଭୟଙ୍କର ଲାଗୁଥିଲେ। ଏମିତି ଲାଗୁଥିଲା ଯେ ଏହି ମହିଳା ବହୁତ ଭୟଙ୍କର, ଆଉ ଆଗାମୀ ସମୟରେ ଏହା ମୋ ଜୀବନକୁ ଦୁର୍ବିସହ କରିଦେବ। ମତେ ମୋ ରୁମକୁୁ ପଠାଇ ଦିଆଗଲା। ସେଠାରେ ମୋ ସ୍ଵାମୀ ଆସିଲେ ଓ ମୋ ସହ ଭଲ ଭାବେ କଥା ହେଲେ। ମୋ ସ୍ଵାମୀଙ୍କୁ ଦେଖି ମୁଁ ତାଙ୍କୁ ପସନ୍ଦ କରିନେଇଥିଲି, ତେଣୁ ମୁଁ ଅନ୍ୟମାନଙ୍କ ଆଡେ ଧ୍ୟାନ ଦେଇନଥିଲି ଓ ଭାବିଥିଲି ଯେ ମୋ ସ୍ଵାମୀ ତ ଭଲ, ତେଣୁ ମୋର ଅନ୍ୟ କାହା ସହ କୌଣସି ମତଲବ ରଖିବାର ନାହିଁ। ମୁଁ ଏକ କଥାରେ ବହୁତ ଆଶ୍ଚର୍ଯ୍ୟ ହୋଇଥିଲି ଯେ ମୋ ସ୍ଵାମୀଙ୍କ ବୟସ ପାଖାପାଖି 50 ବର୍ଷ ହେବ, କିନ୍ତୁ ତାଙ୍କର ସମସ୍ତ ପିଲା ଯୁବା, ଯାହାଙ୍କ ବୟସ 25ରୁ 30 ବର୍ଷ ମଧ୍ୟରେ ଥିଲା। ଏହା କିପରି ସମ୍ଭବ? ମୁଁ ଏଠାକୁ ଆସିବା ପରେ ବହୁତ ଦ୍ୱନ୍ଦରେ ପଡିଥିଲି, ଆଉ ମୋ ମନ ଚାରିଆଡେ ଦୌଡୁଥିଲା। କିଛି ସମୟ ପରେ ମୋ ସ୍ଵାମୀ ମୋ ସହ କଥା ହେବା ପରେ ରୁମରୁ ଚାଲିଗଲେ। ତାପରେ ମୋ ଶାଶୁ ଓ ମୋ ସ୍ଵାମୀଙ୍କ ଝିଅ ରୁମ ଭିତରକୁ ଆସିଲେ। ଏହା ଦେଖି ମୁଁ ବହୁତ ଆଶ୍ଚର୍ଯ୍ୟ ହୋଇଥିଲି। ମୋ ସ୍ଵାମୀଙ୍କ 2 ଝିଅ ଏବେ ମଧ୍ୟ ଅବିବାହିତ ଥିଲେ। ସେମାନେ ମତେ ମା ଡାକିବାକୁ ଲାଗିଲେ। ମତେ ବହୁତ ଅଜଣା ଲାଗୁଥିଲା। ତାପରେ ମୋ ଶାଶୁ କହିଲେ, ଚାଲ ଝିଅ ମାନେ ତୁମେ ରୁମରୁ ବାହାରକୁ ଯାଅ, ମତେ ବୋହୂ ସହ କିଛି କଥା ହେବାକୁ ଅଛି। ଏହି ମହିଳା ଦେଖିବାକୁ ବହୁତ ଅଜଣା ଲାଗୁଥିଲେ। ମୋଟା, ଭତ୍ତା ଆଉ ଲାଲ ଲାଲ ଓଠ ଥିଲା। ଏମିତି ଲାଗୁଥିଲା ଯେ ତାଙ୍କୁ ପାନ ଖାଇବାର ସଉକ ଅଛି। ସେ ମତେ କହିଲେ, ଝିଅ ଏ ଘରେ ତୁମର
ତୁମେ କେବେ କାହା ଅଭାବ ଅନୁଭବ କରିବ ନାହିଁ। ତୁମେ ଏ ପିଲାମାନଙ୍କୁ ଦେଖୁଛ, ଏମାନଙ୍କୁ ମାର ମମତାର ଆବଶ୍ୟକତା ଥିଲା। ଏମାନଙ୍କ ମା ଏମାନଙ୍କୁ ବାଲ୍ୟକାଳରେ ଛାଡି ଚାଲି ଯାଇଥିଲେ। ତେଣୁ ମୋ ପୁଅ ବହୁତ ଦୁଃଖୀ ହୋଇ ପଡିଥିଲା। ଆମେ ତାକୁ ବୁଝାଇଲୁ ଯେ ତୁମେ ଦ୍ୱିତୀୟ ବିବାହ କର। ତ ଦ୍ୱିତୀୟ ବିବାହ କଲେ ତତେ ଏକ ଭଲ ସାଙ୍ଗ ମିଳିବ, ଆଉ ଏ ପିଲାମାନଙ୍କୁ ମାର ମମତା ମଧ୍ୟ ମିଳିବ। ଏବେ ତୁମେ ହିଁ ଏ ପିଲାମାନଙ୍କର ମା। ସେ ମତେ ଏତେ ଆଦର କଲେ ଯେ ମୁଁ ଯେପରି ତାଙ୍କ ବୋହୂ ନୁହେଁ ବରଂ ଝିଅ। ମୁଁ ଖୁସି ହୋଇଥିଲି ଯେ ଶାଶୁ ଘରେ ସମସ୍ତେ ଭଲ ଅଛନ୍ତି। ତାପରେ ସେ ମୋ ରୁମରୁ ଚାଲିଗଲେ। ସେମାନେ ଯିବା ପରେ କିଛି ସମୟ ବାଦରେ ମୋ ସ୍ଵାମୀ ପୁଣି ରୁମକୁ ଆସିଲେ ଓ ମତେ କହିଲେ, ତୁମେ ମୋ ଝିଅ ଓ ପୁଅର ବହୁତ ଯତ୍ନ ନେବାକୁ ପଡିବ, ଆଉ ମୋ ମା ର ମଧ୍ୟ ବହୁତ ଯତ୍ନ ନେବାକୁ ପଡିବ। ମୁଁ କହିଲି, ମୁଁ ବହୁତ ଆଶ୍ଚର୍ଯ୍ୟ ହେଉଛି ଯେ ଆପଣଙ୍କ ପିଲାମାନେ ଏତେ ଯୁବା। ଆପଣ ଏ ପିଲାମାନଙ୍କ ବାପା ଲାଗୁନାହାନ୍ତି। ମୋ କଥା ଶୁଣି ସେ ହସି ପଡିଲେ ଓ କହିଲେ, ତୁମେ ହିଁ ନୁହେଁ, ଅନେକ ଲୋକ ମତେ ଏହି ପ୍ରଶ୍ନ ପଚାରନ୍ତି କାରଣ ମୁଁ ଏତେ ଯୁବା ଦେଖା ଯାଉଛି। ମୋ ସ୍ଵାମୀ ବହୁତ ହସୁଥିଲେ। ତାଙ୍କୁ ଦେଖି ମୁଁ ମଧ୍ୟ ଖୁସି ହୋଇ ପଡିଲି। ତାପରେ ସେ ମତେ କହିଲେ ଯେ ସେ ଆରମ୍ଭରୁ ନିଜର ବହୁତ ଯତ୍ନ ନିଅନ୍ତି ଓ ଜିମ୍ ମଧ୍ୟ କରନ୍ତି। ସେ ନିଜ ଜୀବନର ଅଧିକାଂଶ ସମୟ ଜିମ୍ କରିବାରେ ବିତାଇ ଦେଇଛନ୍ତି, ଯାହା ହେତୁ ସେ ଏତେ ଯୁବା ଦେଖାଯାଆନ୍ତି। ଯେଉଁ ଲୋକମାନେ ନିଜ ଶରୀର ଉପରେ ଧ୍ୟାନ ଦିଅନ୍ତି ସେମାନେ କେବେ ବୁଢା ହୁଅନ୍ତି ନାହିଁ। ମୋ ସ୍ଵାମୀଙ୍କ ଏହି କଥା ଶୁଣି ମୁଁ ବହୁତ ପ୍ରଭାବିତ ହୋଇଥିଲି। ତାପରେ ମୋ ସ୍ଵାମୀ କହିଲେ, ମୁଁ ତୁମକୁ ମଧ୍ୟ ଯୁବା କରିଦେବି। ସମୟ ସହ ତୁମେ ବୁଢା ହେବା ବଦଳରେ ଆହୁରି ସୁନ୍ଦରୀ ହେବ। ମୁଁ ମୋ ସ୍ଵାମୀଙ୍କୁ କହିଲି, ମୁଁ କିପରି ସୁନ୍ଦରୀ ହେଇପାରିବି? ମୁଁ ତ କଳା ଶ୍ୟାମଳା, ଆଉ ଆପଣ ଗୋରା। ମୋ ସ୍ଵାମୀ କହିଲେ, ଏପରି କଥା କୁହ ନାହିଁ। ତୁମେ ମତେ ବହୁତ ପସନ୍ଦ। ଗୋରା କଳାରେ କଣ ହୁଏ? ମଣିଷର ମନ ଭଲ ହବା ଦରକାର। ତାଙ୍କର ଏତେ ସୁନ୍ଦର କଥା ଶୁଣି ମୁଁ ବହୁତ ଖୁସି ହେଇଥିଲି। ମୋ ସ୍ଵାମୀଙ୍କ ଝିଅ ମାନେ ମଧ୍ୟ ବହୁତ ସୁନ୍ଦର ଥିଲେ। ମୋ ସ୍ଵାମୀ ସତରେ ବହୁତ ଯୁବା ଦେଖା ଯାଉଥିଲେ, କିନ୍ତୁ ବୁଢା ଲୋକଙ୍କୁ କିଛି ନା କିଛି ରୋଗ ତ ନିଶ୍ଚୟ ଥାଏ। କିଛି ନା କିଛି ସମସ୍ୟା ଥାଏ, ଯାହା ଦ୍ୱାରା ତାଙ୍କ ବୟସର ପରିଚୟ ମିଳିଯାଏ। କିନ୍ତୁ ମୋ ସ୍ଵାମୀ ତ ସମ୍ପୂର୍ଣ୍ଣ ଯୁବା ଦେଖା ଯାଉଥିଲେ। ସେ ବହୁତ ସକ୍ରିୟ ଥିଲେ। ଏହା ମୋ ସ୍ଵାମୀଙ୍କର ଦ୍ଵିତୀୟ ବିବାହ। ତେବେ ତାଙ୍କ ପ୍ରଥମ ବିବାହ ସମୟରେ ସେ କେତେ ସୁନ୍ଦର ଓ କମ ବୟସୀ ହୋଇଥିବେ। ଯାହା ହେଉ, ମୁଁ ଏଇ କଥାକୁ ଅଣଦେଖା କଲି। ଏବେ ମତେ ମୋ ଶାଶୁଘର ଉପରେ ଧ୍ୟାନ ଦେବାକୁ ଥିଲା। ସେ ରାତି ଏକ ସ୍ୱପ୍ନମୟ ରାତି ଥିଲା, ଯାହା ମୁଁ ଅତିବାହିତ କରିଥିଲି। ସକାଳେ ଦୁଆରର ଟକର ହେଲା। ମୁଁ ଯାଇ ଦୁଆର ଖୋଲିଲି, ତେବେ ମୋ ଶାଶୁ ସାମ୍ନାରେ ଠିଆ ହୋଇଥିଲେ। ତାଙ୍କ ହାତରେ ଏକ ବଡ ଟ୍ରେ ଥିଲା, ଆଉ ସେ ମୋ ପାଇଁ ରୁମକୁ ନାସ୍ତା ଆଣିଥିଲେ। ମୁଁ କହିଲି, ଆପଣଙ୍କୁ ଏତେ କଷ୍ଟ କରିବାର କଣ ଦରକାର ଥିଲା? ଫ୍ରେଶ ହବା ପରେ ମୁଁ ନିଜେ ରୋଷେଇ ଘରକୁ ଆସି ନାସ୍ତା ତିଆରି କରିଦେଇଥାନ୍ତି। ମୋ ଶାଶୁ କହିଲେ, ନା ନା, ନୂଆ ବୋହୂକୁ ଏତେ ଶୀଘ୍ର ରୋଷେଇ କାମ କରିବା ଭଲ ଲାଗେ ନାହିଁ। ମୋ ସ୍ଵାମୀ ମଧ୍ୟ ଶୋଇବାରୁ ଉଠିଥିଲେ, ଆଉ ଆମେ ଦୁହେଁ ଏକାଠି ବସି ନାସ୍ତା କଲୁ। ମୁଁ ମୋ ସ୍ଵାମୀଙ୍କୁ କହିଲି, ଆଜି ଆମ ବିବାହର ପ୍ରଥମ ଦିନ। ଆଜି ଆମେ କେଉଁଠିକୁ ବୁଲିବାକୁ ଯିବା। ମୋ ସ୍ଵାମୀ କହିଲେ, କୁହ କେଉଁଠିକି ଯିବ? ମୁଁ କହିଲି, ମୁଁ ମୋ ମାଇକେ ଯିବାକୁ ଚାହୁଁଛି। ମୋ ସ୍ଵାମୀ କହିଲେ, ବୋଧହୁଏ ତୁମେ ଜାଣିନାହଁ, ତୁମ ମା ବାପା ତୁମକୁ ଏକଥା କହିନାହାନ୍ତି ଯେ ତୁମେ ତୁମ ମାଇକାରେ କାହା ସହ ମିଶି ପାରିବ ନାହିଁ। ଏକଥା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ମୁଁ ଭାବିଲି ସେ ବୋଧହୁଏ ମଜା କରୁଛନ୍ତି। ମୁଁ କହିଲି, ଏପରି ହୋଇପାରେ ନାହିଁ। ମୋ ସ୍ଵାମୀ କହିଲେ, ଏହା ଏମିତି ହିଁ ଅଛି। ଏବେ ତୁମ ବିବାହ ଏଠାରେ ହୋଇଗଲା, ତେଣୁ ତୁମେ ତୁମ ମାଇକିଆ ଲୋକଙ୍କ ସହ କୌଣସି ସମ୍ପର୍କ ରଖିପାରିବ ନାହିଁ। ଏବେ ମୁଁ ବୁଝିଗଲି ଯେ ଏହି କାରଣରୁ ହିଁ ମୁଁ ଘରେ ସମସ୍ତେ ବିବାହ କିଛି ଦିନ ପୂର୍ବରୁ ବହୁତ ଚିନ୍ତିତ ଦେଖା ଯାଉଥିଲେ ଓ ମତେ ଦେଖି ଦେଖି କାନ୍ଦୁଥିଲେ। ମୋ ବିଦାୟ ସମୟରେ ମଧ୍ୟ ମୋ ସମସ୍ତ ପରିବାର ବହୁତ କାନ୍ଦୁଥିଲେ। ସେମାନେ କଥା ଭିତରେ ମୋତେ ଏହା ବୁଝାଇବାକୁ ଚେଷ୍ଟା କରୁଥିଲେ ଯେ ଏବେ ତୁମ ସହ ଆମର ସମସ୍ତ ସମ୍ପର୍କ ଶେଷ ହୋଇଗଲା। ମୁଁ ବୁଝି ପାରୁନଥିଲି ଯେ ଏପରି କରିବାର ସର୍ତ୍ତ କଣ, ମୋ ମା ବାପାଙ୍କର ଥିଲା ନା ମୋ ସ୍ଵାମୀଙ୍କର। ଯେତେବେଳେ ମୁଁ ମୋ ସ୍ଵାମୀଙ୍କୁ ଏହି ପ୍ରଶ୍ନ ପଚାରିଲି, ସେ କହିଲେ, ମୁଁ ଏଇ ସର୍ତ୍ତରେ ହିଁ ତୁମ ସହ ବିବାହ କରିଛି, କାରଣ ତୁମ ବିବାହ କେଉଁଠାରେ ହେଉନଥିଲା, ଆଉ ତୁମ ଘର ଲୋକେ ଖୁସି ଖୁସି ମୋ ଏହି ସର୍ତ୍ତକୁ ଗ୍ରହଣ କରି ନେଇଥିଲେ। ଏହି କଥା ଶୁଣି ମୋ ହୃଦୟକୁ ବହୁତ ଆଘାତ ଲାଗିଲା। କିଛି ସମୟ ପରେ ମୋ ସ୍ଵାମୀଙ୍କ ମୋବାଇଲରେ କାହାର କଲ୍ ଆସିଲା। ସେ କାହା ସହ ଫୋନରେ କଥା ହଉଥିଲେ ଓ କହୁଥିଲେ, ପ୍ରସ୍ତାବ ପକ୍କା ହେବା ସମୟରେ ଆମର ଏହି ସର୍ତ୍ତ ପୂର୍ବରୁ ହିଁ ନିଶ୍ଚିତ ହୋଇଥିଲା। ମୋ ସ୍ଵାମୀ ଫୋନରେ ବହୁତ ତର୍କ କରୁଥିଲେ। ମୁଁ ବୁଝିଗଲି ଯେ ଏଇ କଲ୍ ନିଶ୍ଚୟ ମୋ ଘର ହିଁ ଆସିଥିବ। ମୁଁ ମୋ ସ୍ଵାମୀଙ୍କ ସାମ୍ନାରେ ଠିଆ ହୋଇ କହିଲି, ଦୟାକରି ଗୋଟିଏ ଥର ମୋ କଥା ହେଉଦିଅ। ମୋ ସ୍ଵାମୀ ମୋ ଆଡେ ଚାହିଁ କଲରେ କହିଲେ, ଆଜି ପରେ ମୋ ମୋବାଇଲରେ କାହାର କଲ୍ ଆସିବା ଉଚିତ ନୁହେଁ। ଯଦି କଲ୍ କଲ, ତେବେ ମୁଁ ତୁମ ଝିଅକୁ ତଲାକ ଦେଇ ତୁମ ଘରକୁ ଫେରାଇ ଦେବି। ଏହା କହି ସେ କଲ୍ କାଟିଦେଲେ।
ମୁଁ କହିଲି ଆପଣ ଏପରି କାହିଁକି କଲେ? ମୁଁ ମିଶିବାକୁ ଯାଇପାରୁନାହିଁ କିନ୍ତୁ ଗୋଟେ ଥର ଫୋନରେ ତ କଥା ହେଇ ପାରିଥାନ୍ତି। ମୋ ସ୍ୱାମୀ କହିଲେ, ତୁମ ଘର ଲୋକ ମଧ୍ୟ ମତେ ଏହି କଥା କହୁଥିଲେ। କିନ୍ତୁ ଆମର ସର୍ତ୍ତ ଥିଲା ଯେ ବିବାହ ପରେ ତୁମେ ତୁମ ଘର ଲୋକଙ୍କ ସହ କିମ୍ବା କୌଣସି ସମ୍ପର୍କୀୟ ସହ କୌଣସି ସମ୍ପର୍କ ରଖିବ ନାହିଁ। ଏବେ ତୁମ ବାପା ମା ଏଇ କଥା କିପରି ଭୁଲିଗଲେ? ସେମାନଙ୍କୁ ମୁଁ ମନା କରିବା ପରେ ବି କୌଣସି ଆପତ୍ତି ହେବା ଉଚିତ ନୁହେଁ। ଯଦି ସେମାନେ ନିଜ ଝିଅକୁ ଖୁସି ଦେଖିବାକୁ ଚାହୁଁଛନ୍ତି ତେବେ ଚୁପ୍ ରହିବେ ଓ ତୁମ ସହ କଥା ହେବାକୁ ଚେଷ୍ଟା କରିବେ ନାହିଁ। ଏହା ସେମାନଙ୍କ ପାଇଁ ଭଲ ହେବ। ମୋ ସ୍ୱାମୀଙ୍କ ଏପରି ରୂପ ଦେଖି ମୁଁ ବହୁତ ଭୟଭୀତ ହୋଇ ପଡିଲି। ମୋ ସ୍ୱାମୀ କହିଲେ, ଏ ଘରେ ମୋ ମା ଅଛନ୍ତି, ମୋ ଝିଅ ମାନେ ଅଛନ୍ତି। ଆଉ ଗୋଟିଏ ପୁଅ ଅଛି। ତୁମେ ସେମାନଙ୍କ ସହ ରୁହ ଓ ସେମାନଙ୍କ ଯତ୍ନ ନିଅ। ଏହା ହିଁ ତୁମ କର୍ତ୍ତବ୍ୟ। ମୁଁ କହିଲି, ଜଣେ ପତ୍ନୀର ଯେଉଁ କର୍ତ୍ତବ୍ୟ ହୁଏ ମୁଁ ସବୁ କରି ଦେଖେଇବି। କିନ୍ତୁ ଜଣେ ଝିଅର ନିଜ ବାପା ମାଙ୍କ ସହ ଏକ ଅଲଗା ଲାଗି ରହିଥାଏ, ଯାହାର ସ୍ଥାନ କେହି ନେଇପାରିବେ ନାହିଁ। ଦୟାକରି ଗୋଟେ ଥର ମୋ ମା ବାପାଙ୍କ ସହ ମୋ ଫୋନରେ କଥା ହେବାକୁ ଦିଅ। ମୁଁ ଏହି ଉପକାର ଜୀବନ ଭର ଭୁଲିବି ନାହିଁ। ଆଉ ଆଜି ପରେ କେବେ ସେମାନଙ୍କ ସହ କଥା ହେବାକୁ ଜିଦ୍ କରିବି ନାହିଁ। ଆପଣ ସେମାନଙ୍କ ସହ ଏପରି କଥା କହିଲେ ସେମାନଙ୍କୁ କେତେ ଖରାପ ଲାଗିଥିବ। ମୋ ସ୍ଵାମୀ ମୋ କଥା ଶୁଣିଲେ ନାହିଁ। ଆଉ ମୁଁ କାନ୍ଦି କାନ୍ଦି ଚୁପଚାପ ରୁମ ଭିତରକୁ ଆସିଗଲି। କାନ୍ଦି କାନ୍ଦି ମୋର ଖରାପ ଅବସ୍ଥା ହୋଇଗଲା। ପ୍ରଥମ ଦିନରେ ହିଁ ମୋ ସହ ଏପରି ହେଲା। ତେବେ ଆଗକୁ ଏ ଲୋକମାନେ ମୋ ସହ କଣ କରିବେ? କିଛି ସମୟ ପରେ ମୋ ସ୍ୱାମୀ କିଛି ଭାବି ସୁଝି ରୁମ୍ ଭିତରକୁ ଆସିଲେ ଓ ମତେ ଚୁପ୍ କରାଇବାକୁ ଲାଗିଲେ। ସେ କହିଲେ, ତୁମେ ଚିନ୍ତା କର ନାହିଁ। ମୁଁ ତୁମ ମା ବାପାଙ୍କ ସହ ତୁମ କଥା କରାଇଦେବି। ବରଂ ତୁମର ମିଳନ କରାଇଦେବି, କିନ୍ତୁ ଏବେ ନୁହେଁ। ସଠିକ ସମୟ ଆସିଲେ, ଯେତେବେଳେ ସଠିକ ସମୟ ଆସିବ ମୁଁ ତୁମକୁ ସେମାନଙ୍କ ସହ ମିଶାଇବାକୁ ନେଇଯିବି। ମୁଁ ମୋ ସ୍ୱାମୀଙ୍କୁ କହିଲି, କିନ୍ତୁ ଏହା କେବେ ହେବ? ସେ କହିଲେ, ମୁଁ ତ କହିଲି ଯେତେବେଳେ ସଠିକ ସମୟ ହେବ ମୁଁ ତୁମକୁ ନେଇଯିବି। ତୁମେ କେବଳ ମୋ ପରିବାର ସଦସ୍ୟଙ୍କ ଯତ୍ନ ନିଅ। ମୋ ସ୍ୱାମୀ ଏହା କହି କିଛି ଜରୁରୀ କାମରେ ଘରୁ ଚାଲିଗଲେ। ମୋ ଶାଶୁ ମୋ ପାଖରେ ଆସି ବସିଲେ, ଯେପରି ସେ ମୋ ସହ କିଛି କଥା ହେବାକୁ ଚାହୁଁଛନ୍ତି। ମୋ ଶାଶୁ ମତେ କଥାବାର୍ତ୍ତାରେ ବ୍ୟସ୍ତ କରିଦେଲେ। କିଛି ସମୟ ପରେ ସେ ମୋ ସ୍ୱାମୀଙ୍କ ବଡ ଝିଅକୁ କହିଲେ, ଯାଅ, ତୁମ ମା କାନ୍ଦି କାନ୍ଦି ନିଜର ଖରାପ ଅବସ୍ଥା କରିଦେଇଛନ୍ତି। ତାର ମୁଣ୍ଡ ବିନ୍ଧା ହଉଥିବ। ତା ପାଇଁ ଗୋଟେ କପ୍ ଚା ତିଆରି କରି ଆଣ। ମୋ ସ୍ୱାମୀଙ୍କ ବଡ ଝିଅ ଚା ତିଆରି କରିବାକୁ ରୋଷେଇ ଘରକୁ ଚାଲିଗଲା। ଓ ତା ପଛରେ ଅନ୍ୟ ଝିଅ ମଧ୍ୟ ଗଲା। ମୁଁ ବହୁତ ମନା କଲି ଯେ ମୁଁ ଏବେ ନାସ୍ତା କରିଛି, ଏବେ ମୋର ଚା ପିଇବାର ମନ ନାହିଁ। କିନ୍ତୁ ସେମାନେ ଜବରଦସ୍ତି ମୋ ପାଇଁ ଚା ଆଣିଲେ, ତିଆରି କରିବାକୁ ଗଲେ। ସେମାନେ ମୋ ଚା ର କପ୍ ଦେଇ କହିଲେ, ନିଅ ଏ ଚା ପିଇଦିଅ। ମୁଁ ବହୁତ ମନା କରୁଥିଲି, କାରଣ ମୋର କିଛି ଖାଇବାର ପିଇବାର ମନ ନଥିଲା। ତେଣୁ ମୁଁ ବିନା କାରଣରେ ଚା କାହିଁକି ପିଇବି? ତାପରେ ମୁଁ ଭାବିଲି, ଆଜି ମୋ ଶାଶୁଘର ପ୍ରଥମ ଦିନ। ମୁଁ ଚାହୁଁନାହିଁ ଯେ ପ୍ରଥମ ଦିନରେ ହିଁ ଶାଶୁଘର ଲୋକ ମୋ ଉପରେ ରାଗି ଯାଆନ୍ତୁ। ତେଣୁ ସେମାନଙ୍କ ଅଧିକ ଜିଦ୍ କରିବା ପାଇଁ ମୁଁ ଚା ର କପ୍ ସେମାନଙ୍କ ହାତରୁ ନେଇଥିଲି। କିନ୍ତୁ ଯେମିତି ହିଁ ମୁଁ ଚା ର କପ୍ ମୋ ଓଠରେ ଲଗାଇଲି ଚା ରୁ ଏକ କଡା ଗନ୍ଧ ଆସୁଥିଲା। ଏମିତି ଲାଗୁଥିଲା ଯେ ଏହା ଖରାପ ଦୁଧରେ ତିଆରି ହୋଇଥିବ। ମୁଁ କହିଲି, ଚା ରୁ କେମିତି ଅଜଣା ଗନ୍ଧ ଆସୁଛି। ମୋ ଶାଶୁ କହିଲେ, ନା ଝିଅ, ଆମେ ତୁମକୁ ଖରାପ ଦୁଧର ଚା କିପରି ପିଆଇ ପାରିବୁ? ହୁଏତ ଫ୍ରିଜ ରେ ଦୁଧ କେହି ଖୋଲା ରଖିଦେଇଥିଲେ, ଆଉ ଦୁଧରେ ଫ୍ରିଜ ର କିଛି ଖାଦ୍ୟର ଗନ୍ଧ ବସି ଯାଇଥାଇପାରେ। ତେବେ ମୋ ସ୍ଵାମୀଙ୍କ ଛୋଟ ଝିଅ ଆସି କହିଲା, ଯଦି ଆପଣ ଆମକୁ ଭଲ ପାଉଥାନ୍ତେ ତେବେ ଏ ଚା ରୁ ଗନ୍ଧ ନୁହେଁ, ସୁଗନ୍ଧ ଆସୁଥାନ୍ତା। ଆମ ଘରର ଚା ତ ସାରା ମହଲ୍ଲାରେ ପ୍ରସିଦ୍ଧ। ମହଲ୍ଲାରେ କେହି ଆମ ଘରକୁ ଆସି ଆମ ଘରର ଚା ପିଇଲେ ବହୁତ ପ୍ରଶଂସା କରେ। ଆଉ ଆପଣ କହୁଛନ୍ତି ଯେ ଚା ରୁ ଗନ୍ଧ ଆସୁଛି? ମୁଁ ମଜବୁରୀରେ ସେ ଚା ପିଇବାକୁ ଲାଗିଲି। ଚା ପିଇବାରେ ତ ଭଲ ଥିଲା, କିନ୍ତୁ ତାହାର କିଛି ଔଷଧର ଗନ୍ଧ ଆସୁଥିଲା। ସେମାନେ ସମସ୍ତେ ମତେ ଚା ପିଉଥିବା ଦେଖୁଥିଲେ, ଯେପରି ମୁଁ ଚା ନୁହେଁ କିଛି ଔଷଧ ପିଉଛି। ଚା ର କପ୍ ସମ୍ପୂର୍ଣ୍ଣ ଶେଷ କରିବା ମାତ୍ରେ ସେମାନେ ମୋ ଆଡେ ଏମିତି ଚାହିଁଲେ ଯେ ଯେପରି ମୋ ସହ କିଛି ବଡ ସମସ୍ୟା ହେବାକୁ ଯାଉଛି। ତାପରେ ସେମାନେ ସମସ୍ତେ ମୋ ରୁମ ରୁ ଚାଲିଗଲେ, ଆଉ ମୋ ମୁଣ୍ଡ ହଠାତ୍ ଭାରି ହେବାକୁ ଲାଗିଲା। ମୁଁ ମୋ ସ୍ଵାମୀଙ୍କ ବଡ ଝିଅକୁ ଡାକିବାକୁ ଲାଗିଲି, ଯାହାର ନାମ ସନ୍ଧ୍ୟା ଥିଲା। ମତେ ଜଣାଥିଲା ଯେ ସେ ମୋ ଡାକ ଶୁଣିଛି। କିନ୍ତୁ ତଥାପି ମୋ ଡାକ ଶୁଣିବା ପରେ ମଧ୍ୟ ସେ ମୋ ପାଖକୁ ଆସିଲା ନାହିଁ। ମତେ ଏମିତି ଲାଗୁଥିଲା ଯେ ସାରା ରୁମ ଗୋଲ ଗୋଲ ହୋଇ ଘୁମୁଛି। ଆଉ ମୁଁ ବିଛଣାରେ ଶୋଇପଡିଲି। ଶୋଇବା ପରେ ମୋ ଆଖି ବନ୍ଦ ହୋଇଗଲା। ତାପରେ ମୋ ସହ କଣ ହେଲା ମୁଁ ଜାଣିପାରିଲି ନାହିଁ। ମୋ ଆଖି ତାପରେ ଖୋଲିଲା ଯେତେବେଳେ ରାତି 9ଟା ବାଜୁଥିଲା। ମୁଁ ଦେଖିଲି ଯେ ରୁମ ରେ କୌଣସି ହଲଚଲ ନଥିଲା। ରୁମ ର ଲାଇଟ ମଧ୍ୟ ବନ୍ଦ ଥିଲା। ଏକ ଅଜଣା ନୀରବତା ଛାଇ ରହିଥିଲା। କିନ୍ତୁ ଯେମିତି ହିଁ ମୁଁ ବିଛଣାରୁ ଚଟାଣରେ ପାଦ ରଖିଲି
ହଠାତ୍ ମତେ ଦୁର୍ବଳତା ଅନୁଭବ ହେଲା। ମତେ ମୁଣ୍ଡ ଘୁଞ୍ଚି ମତେ ମୁଣ୍ଡ ଘୂର୍ଣ୍ଣନ ହେବାକୁ ଲାଗିଲା ଆଉ ମୋ ପେଟରେ ଯନ୍ତ୍ରଣା ଅନୁଭବ ହେଲା। ଜାଣିପାରୁନଥିଲି ଯେ ଏସବୁ ମୋ ସହ କାହିଁକି ହଉଛି। ମୁଁ ଭାବିବାକୁ ଚେଷ୍ଟା କଲି ତେବେ ମୋ ଧ୍ୟାନ ଗଲା ଯେ ମୁଁ ସକାଳ 10ଟା ବେଳେ ଚା ପିଇଥିଲି ଆଉ ତାପରେ ହିଁ ମୁଁ ଶୋଇପଡିଥିଲି। ଏବେ ମୋ ଆଖି ଖୋଲିଛି। ଏହା କିପରି ହୋଇପାରେ? ମୁଁ ଏତେ ସମୟ କିପରି ଶୋଇପାରିଲି? ଏହାର ଅର୍ଥ ଏହା ଥିଲା ଯେ ମୁଁ ଆଜି ମୋ ଶାଶୁଘରର ପ୍ରଥମ ଦିନ ଶୋଇ ଶୋଇ ହିଁ ଅତିବାହିତ କରିଦେଇଛି। ମୁଁ ମୋ ରୁମରୁ ବାହାରକୁ ବାହାରିଲି। ତେବେ ସାରା ଘରର ଲାଇଟ ବନ୍ଦ ଥିଲା। ମୁଁ ଟର୍ଚ୍ଚର ଆଲୁଅରେ ଲାଇଟ ସୁଇଚ ଖୋଜୁଥିଲି। ତେବେ ହଠାତ୍ କେହି ମତେ ଟାଣି ଅନ୍ୟ ଏକ ରୁମ ଭିତରକୁ ଠେଲିଦେଲା। ମୁଁ ବହୁତ ଭୟଭୀତ ହୋଇପଡିଲି। କିନ୍ତୁ ସ୍ପଷ୍ଟ କଥା, ଏହା ମୋ ସ୍ଵାମୀଙ୍କ ଘର ଥିଲା। ମତେ ଭୟ କରିବା ଉଚିତ ନଥିଲା। ମୁଁ ଚିତ୍କାର କରିବାକୁ ଚେଷ୍ଟା କଲି। କିନ୍ତୁ ଯେଉଁ ବ୍ୟକ୍ତି ମତେ ଧରିଥିଲା ସେ ମୋ ମୁହଁରେ ହାତ ରଖିଦେଇଥିଲା। ମୁଁ ବହୁତ ସମୟ ସେହିଠାରେ ରହିଲି। ମୁଁ କିଛି ବୁଝିପାରିନଥିଲି ଯେ ଏହା କିଏ ଯିଏ ମତେ ଏପରି ଧରି ରଖିଛି। ତାର ହାତର ଅନୁଭବରୁ ଏମିତି ଲାଗୁଥିଲା ଯେ ଏହା ଜଣେ ପୁରୁଷର ହାତ। ମୁଁ ପଛପଟେ ପରିଚୟ କରି ପାରୁଥିଲି ଯେ ଏହା ମୋ ସ୍ଵାମୀଙ୍କ ହାତ ନୁହେଁ। ମୁଁ ସେ ବ୍ୟକ୍ତିକୁ ଜୋରରେ ଠେଲିଦେଲି ଆଉ ସେ ରୁମରୁ ଦୌଡି ଦୌଡି ମୋ ରୁମକୁୁ ପହଞ୍ଚିଗଲି। ସେ କିଏ ଥିଲା ଜାଣିପାରିଲି ନାହିଁ। ଆଉ ମୋ ସହ ଏପରି କାହିଁକି କଲା? ଯିଏ ମତେ ରୁମରେ ଧରିଥିଲା। ହେ ଭଗବାନ, ଏ ଘରେ କଣ ହେଉଛି? ଏ ଘର ମୋ ଚିନ୍ତା ଠାରୁ ମଧ୍ୟ ବଡ ଥିଲା। ଏକ ହାବେଲି ପରି ତିଆରି ହୋଇଥିଲା। ମୁଁ ତ ନୂଆ ଥିଲି। ଆଉ ମୋ ରୁମ ବ୍ୟତୀତ ମୋ ଶାଶୁଘରକୁ ଠିକ ଭାବେ ଦେଖି ମଧ୍ୟ ନଥିଲି। ଏବେ ମତେ ଘରେ ଭୟ ଲାଗୁଥିଲା। ମୁଁ ପରିଚୟ କରି ମୋ ରୁମକୁ ତ ଆସି ପାରିଥିଲି। କାରଣ ମତେ ମୋ ରୁମର ଭଲ ପରିଚୟ ହୋଇଯାଇଥିଲା। ମତେ ରୋଷେଇ ଘରର ରାସ୍ତା ଜଣାଥିଲା। ଆଉ ରୋଷେଇ ଘର କେଉଁଟା ଜାଣିଥିଲି। ଟଏଲେଟ ଓ ବାଥରୁମ ମୋ ରୁମ ସହ ଲାଗିଥିଲା। ମୁଁ ବସି ଗଭୀର ନିଶ୍ୱାସ ନେଉଥିଲି। ତେବେ ହଠାତ୍ ରୁମ ଭିତରେ କାହାର ଆସିବାର ଶବ୍ଦ ହେଲା। ଯେମିତିକି ମୁଁ ପଛକୁ ଫିରି ଚାହିଁଲି, ରୁମର ଲାଇଟ ତୁରନ୍ତ ଜଳିଗଲା। ମୁଁ ଦେଖିଲି ଯେ ମୋ ସ୍ଵାମୀ ସାମ୍ନାରେ ଛିଡା ହୋଇ ହସୁଛନ୍ତି। ସେ ମୋ ଆଡେ ଚାହିଁ କହିଲେ, କଣ ହେଲା ତୁମକୁ? ତୁମେ ଏତେ ଭୟଭୀତ କାହିଁକି ଅଛ? ମୁଁ କହିଲି, ଆପଣ କେଉଁଠି ଯାଇଥିଲେ? ମୁଁ ବହୁତ ଭୟଭୀତ ହୋଇ ପଡିଥିଲି। ମୋ ସ୍ୱାମୀ କହିଲେ, ଆରେ କାହିଁକି ଭୟ କଲ? ଏହା ମୋ ଘର। କୌଣସି ଭୂତ ବଙ୍ଗଳା ତ ନୁହେଁ ଯେ ତୁମେ ଭୟଭୀତ ହେଲ। ମୋ ସ୍ୱାମୀ ଭିତରକୁ ଆସୁଥିବା ବେଳେ କହିଲେ, ମୁଁ ତୁମକୁ କହି ଗଲା ନା ଯେ ମୋର କିଛି କାମ ଅଛି, ମୁଁ କିଛି ସମୟରେ ଆସିବି। କିନ୍ତୁ ଯେତେବେଳେ ମୁଁ ଆସିଲି ତୁମେ ଶୋଇ ରହିଥିଲ। ତାପରେ ମୁଁ ମୋ ଝିଅ ଓ ମା ସହ କଥା ହେବାକୁ ବସି ପଡିଲି। ମୁଁ ତୁରନ୍ତ ମୋ ସ୍ୱାମୀଙ୍କ ହାତ ଧରି କହିଲି, ମତେ କେହି ଧରିଥିଲା। ସେ ରୁମରେ କିଏ ଥିଲା? ମୋ ସ୍ଵାମୀ କହିଲେ, ଆରେ ସେ ରୁମରେ ମୁଁ ହିଁ ଥିଲି। ତୁମେ କଣ ଭାବିଲ ଯେ କେହି ଆସି ତୁମକୁ ଧରିଥିଲା? ମୋ ଘରେ ମୋ ବ୍ୟତୀତ ଆଉ କିଏ ଆସିବ? ଏହା ମୋ ଘର। ଏଠାରେ ମୋ ଝିଅ ମାନେ ରହନ୍ତି। ମୋ ମା ରହନ୍ତି। ଆଉ ମୋ ପୁଅ ରହେ। ମୋ ପୁଅ ସାରା ଦିନ ଚାକିରିରେ ରହେ। କେବଳ ରାତିରେ ଶୋଇବା ପାଇଁ ଘରକୁ ଆସେ। ଆଉ ସେ ମଧ୍ୟ 11ଟା ପୂର୍ବରୁ କେବେ ଆସେ ନାହିଁ। ଏବେ ତ 10:30 ବାଜିଛି। ତେଣୁ ମୁଁ ହିଁ ଥିଲି ଯିଏ ତୁମକୁ ଧରିଥିଲା। ମୁଁ କହିଲି, ଯଦି ଆପଣ ଥିଲେ ତେବେ ମତେ କାହିଁକି କହିଲେ ନାହିଁ? ଆପଣଙ୍କୁ ତ ଜଣା ଅଛି ମୁଁ କେତେ ଭୟଭୀତ ହୋଇଥିଲି। ଏହା ଶୁଣି ମୋ ସ୍ୱାମୀ ଜୋର ଜୋରରେ ହସିବାକୁ ଲାଗିଲେ। ସେ କହିଲେ, ମୁଁ ତୁମକୁ ଭୟ କରାଉଥିଲି। ମୋ ସ୍ୱାମୀ ଏପରି କଥା କହିଲେ ଯେ ଯିଏ ମତେ ଧରିଥିଲା ଓ ଠେଲିଥିଲା ସେ ଆଉ କେହି ନୁହେଁ, ମୋ ସ୍ଵାମୀ ହିଁ ଥିଲେ। ଯାହା ହେଉ ମୁଁ ତାଙ୍କ କଥା ଉପରେ ବିଶ୍ଵାସ କଲି ଆଉ ନିଶ୍ଚିନ୍ତ ହୋଇଗଲି ଯେ ଏହା ମୋ ସ୍ଵାମୀଙ୍କର ମଜା ଥିଲା। ଏବେ ଯେହେତୁ ସେ ନିଜେ ନିଜର ମଜାକୁ ସ୍ଵୀକାର କରୁଛନ୍ତି, ତେବେ ମୋର ଅଧିକ ଚିନ୍ତା କରିବାର ଦରକାର ନାହିଁ। ହୁଏତ ମୋ ସ୍ଵାମୀଙ୍କୁ ପରିଚୟ କରିବାରେ ମୋର ଭୁଲ ହୋଇଥାଇପାରେ। କାରଣ ମୁଁ ତାଙ୍କ ସହ ଏକ ଦିନ ମଧ୍ୟ ରହିନାହିଁ। ମୋ ସ୍ଵାମୀ ଆସି ମତେ କହିଲେ, ଚାଲ ତୁମେ ଖାଇବା ଖାଇନିଅ। ମୁଁ ତ ଖାଇସାରିଛି। ମୁଁ କହିଲି, ମୋର କିଛି ଖାଇବାର ମନ ନାହିଁ। କିନ୍ତୁ ମୋ ମୁଣ୍ଡରେ କିଛି ଯନ୍ତ୍ରଣା ହେଉଛି। ଆଉ ମତେ ଲାଗୁଛି ଯେ ଶରୀର ବହୁତ ଦୁର୍ବଳତା ଅଛି। ମୋ ସ୍ୱାମୀ କହିଲେ, ଚାଲ ଠିକ ଅଛି। ମୁଁ ତୁମ ପାଇଁ ଚା ତିଆରି କରି ଆଣୁଛି। ଚା ପିଇଲେ ତୁମ ମୁଣ୍ଡ ବିନ୍ଧା ଠିକ ହୋଇଯିବ। ମୁଁ ମୋ ସ୍ୱାମୀଙ୍କୁ କହିଲି, ନା ମୁଁ ଏତେ ଚା ପିଏ ନାହିଁ। ମୋର ଚା ପିଇବାର ମନ ନାହିଁ। ମୋ ସ୍ୱାମୀ କହିଲେ, ଚାଲ ତେବେ ମୁଁ ତୁମ ପାଇଁ କଫି ତିଆରି କରିଦଉଛି। ତାହେଲେ ତୁମେ ଦୁର୍ବଳତା ଅନୁଭବ କରିବ ନାହିଁ। ମୁଁ ମୋ ସ୍ୱାମୀଙ୍କୁ ମନା କଲି ଓ କହିଲି, ମୁଁ କିଛି ପିଇବାକୁ ଚାହେଁ ନାହିଁ। କିନ୍ତୁ ଅଜଣା କଥା ଏହା ଥିଲା ଯେ ମୋ ସ୍ୱାମୀ ମଧ୍ୟ ମୋ ପାଇଁ ଜବରଦସ୍ତି କଫି ତିଆରି କରି ଆଣିଲେ। ମୁଁ କହିଲି, ମୁଁ କିଛି ଖାଇବାକୁ ଚାହୁଁନାହିଁ ନା କିଛି ପିଇବାକୁ ଚାହୁଁଛି। ଜାଣି ପାରୁନଥିଲି କାହିଁକି ଶାଶୁଘରକୁ ଆସିବା ପରେ ମତେ ଭୋକ କିମ୍ବା ତୃଷା କିଛି ଲାଗୁନଥିଲା। ମୋ ସ୍ୱାମୀ କହିଲେ, ମୁଁ ତମର କୌଣସି କଥା ଶୁଣିବି ନାହିଁ। ତୁମେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ଦରକାର। ତେଣୁ ମୁଁ ତୁମ ପାଇଁ କଫି ତିଆରି କରି ଆଣୁଛି। ତୁମକୁ ମୋ ହାତରେ ତିଆରି କଫି ପିଇବାକୁ ପଡିବ। ମୋ ସ୍ୱାମୀଙ୍କ ଏଇ କଥା ମତେ ବହୁତ ଅଜଣା ଲାଗିଲା। କିନ୍ତୁ ମୁଁ କଫି ପିଇଦେଲି
ଆଉ ସେହିପରି ହେଲା ଯେପରି ଆଜି ସକାଳେ ହୋଇଥିଲା। ମୋ ଆଖି ଲାଗିଗଲା ଆଉ ମୁଁ ପରଦିନ ସକାଳେ ଶୋଇବାରୁ ଉଠିଲି। ଏବେ ଲାଗୁଥିଲା ଯେ ଏହା କୌଣସି କଫି ନଥିଲା, ବରଂ ଏମିତି କିଛି ଥିଲା ଯାହା ପିଇବା ପରେ ମୋତେ ନିଦ ଲାଗି ଯାଇଥିଲା। ଯେତେବେଳେ ମୁଁ ସକାଳେ ଶୋଇବାରୁ ଉଠିଲି ମତେ ବହୁତ ରାଗ ହେଉଥିଲା, କାରଣ ଏବେ ଯେତେବେଳେ ମୋ ଆଖି ଖୋଲିଲା ସକାଳ 10ଟା ବାଜିଥିଲା। ମୁଁ ଏତେ ଅଧିକ କିପରି ଶୋଇପାରିଲି? କେବଳ ଏହି ଚିନ୍ତାରେ ମୋ ମନ ଖରାପ ହେଇଯାଉଥିଲା। ଏତେ ନିଦ ତ ମଣିଷକୁ ସ୍ୱାଭାବିକ ଭାବେ ଆସେ ନାହିଁ। ମୁଁ ଚୁପଚାପ ହୋଇ ରହିଲି ଆଉ ବୁଝିଗଲି ଯେ ଏ ଲୋକମାନେ ମତେ କିଛି ନା କିଛି ମିଶାଇ ପିଆଉଛନ୍ତି, ଯାହା ହେତୁ ମତେ ଏତେ ଅଧିକ ନିଦ ହେଉଛି ଆଉ ମୋ ଭିତରେ ଦୁର୍ବଳତାର ଅନୁଭବ ହେଉଛି। ମୁଁ ନିଷ୍ପତ୍ତି ନେଲି ଯେ ଏବେ ମୁଁ କାହା ଦେଇଥିବା କିଛି ଖାଇବି ନାହିଁ ନା ପିଇବି। ମୁଁ ନିଜ ହାତରେ ତିଆରି ଖାଦ୍ୟ ହିଁ ଖାଇବି। ମୁଁ ସେହିପରି ଗଲି। ପରଦିନ ସକାଳେ ଯେତେବେଳେ ମୁଁ ଉଠିଲି ମୁଁ ସାରା ଘରର କାମ ନିଜେ କରିନେଲି, କାରଣ ଘରେ ସବୁବେଳେ ଏକ ଅଜଣା ନୀରବତା ଆଉ ଶୂନ୍ୟତା ରହୁଥିଲା। ଏହି ନୀରବତାରେ ମୁଁ କାହା ସହ କଣ କଥା ହେବି? ମୋ ଶାଶୁ ଓ ଝିଅ ମାନେ ନିଜ ରୁମରୁ ବାହାରକୁ ନଥିଲେ। ମୋ ସ୍ଵାମୀ ଓ ପୁଅ ସକାଳେ ଚାକିରି ପାଇଁ ବାହାରନ୍ତି ଆଉ ରାତିରେ ହିଁ ଘରକୁ ଫେରନ୍ତି। ଏପରି ମୋ ଦିନ ଗୁଡିକ ଅତିବାହିତ ହଉଥିଲା। କିନ୍ତୁ ଏସବୁ ମଧ୍ୟରେ ଗୋଟିଏ ଅଜଣା କଥା ଥିଲା ଯେ ଏତେ ଯତ୍ନ ନେବା ସତ୍ତ୍ୱେ ମଧ୍ୟ ନିଦ କମିବାର ନାମ ନେଉନଥିଲା। ମୁଁ ଯେତେବେଳେ ଶୋଉଥିଲି ଏତେ ଅଧିକ ଶୋଉଥିଲି ଯେ ଯାହାର କୌଣସି ସୀମା ନଥିଲା ଆଉ ମୋର ଅବସ୍ଥା ଦିନକୁ ଦିନ ଖରାପ ହେବାକୁ ଲାଗିଲା। ମତେ ଏତେ ଅଧିକ ଦୁର୍ବଳତା ହେଉଥିଲା ଯେ ମୁଁ କୌଣସି କାମ କରିବା ସକ୍ଷମ ହେଉନଥିଲି। ମୁଁ କେବଳ ଏହି ଚିନ୍ତା କରୁଥିଲି ଯେ ଆଖିର ମୋ ସହ ଏସବୁ କଣ ହେଉଛି? ଏବେ ମୁଁ ଏ ଘରର କାହା ହାତରେ ଦିଆଯାଇଥିବା କିଛି ଖାଉନାହିଁ, ନା ହିଁ ପିଉଛି। ତଥାପି ମତେ ଏତେ ଅଧିକ ନିଦ କାହିଁକି ହେଉଛି? ଆଜି ମୁଁ ଭାବିଲି ଯେ ମୁଁ ମଙ୍ଗଳବାରର ବ୍ରତ ରଖିବି, କିନ୍ତୁ ମୋର ଅବସ୍ଥା ବ୍ରତ ରଖିବା ଯୋଗ୍ୟ ନଥିଲା। ତଥାପି ମୁଁ ବ୍ରତ ରଖିଲି। ମୁଁ ନା ପାଣି ପିଇଲି ନା ଘରର କିଛି ଖାଇଲି। ଅଜଣା କଥା ଏହା ଥିଲା ଯେ ଆଜି ମତେ ଆଦୌ ନିଦ ହେଲା ନାହିଁ ଆଉ କେହି ମତେ ବିରକ୍ତ ମଧ୍ୟ କଲେ ନାହିଁ। ଗୋଟିଏ ଏପରି କଥା ମୋ ସାମ୍ନାକୁ ଆସିଲା ଯାହା ମୋର ହୋସ ଉଡାଇ ଦେଇଥିଲା। ମୁଁ ମୋ ସ୍ଵାମୀଙ୍କ ଆସିବାର ଅପେକ୍ଷା କରୁଥିଲି, କାରଣ ଆଜି ମୁଁ ଜାଗି ରହିଥିଲି। ନଚେତ୍ ପ୍ରତିଦିନ ଯେତେବେଳେ ମୋ ସ୍ଵାମୀ କାମରୁ ଆସନ୍ତି ମତେ ଜଣା ପଡେ ନାହିଁ ଯେ ସେ କେବେ ଆସିଲେ ଆଉ ଘରକୁ ଆସିବା ପରେ କଣ କଲେ। ମୁଁ ବ୍ରତ ଖୋଲିବାର ପ୍ରସ୍ତୁତି କଲି। ମୋ ସ୍ଵାମୀଙ୍କ ଆସିବା ପୂର୍ବରୁ ମୁଁ ଭଲ ପୋଷାକ ପିନ୍ଧିଲି ଆଉ ଭଲ ଭାବେ ପ୍ରସ୍ତୁତ ହେଲି। ମୁଁ ପୁରା ପ୍ରସ୍ତୁତ ହୋଇ ଦୁଆର ପାଖରେ ଠିଆ ହୋଇ ମୋ ସ୍ଵାମୀଙ୍କୁ ଅପେକ୍ଷା କରୁଥିଲି। ତେବେ ହଠାତ୍ ମତେ କିଛି କାମର ମନେ ପଡିଲା ଆଉ ମୁଁ ପୁଣି ମୋ ରୁମକୁ ଆସିଗଲି। ଏତିକି ସମୟରେ ମୋ ସ୍ଵାମୀ ଘର ଦୁଆରରୁ ଭିତରକୁ ବସିଲେ ଆଉ ଭିତରକୁ ଆସିବା ମାତ୍ରେ ତାଙ୍କ ଦୁଇ ଝିଅ ଓ ମା ତାଙ୍କୁ ଘେରି ନେଇ ଆଉ ଅନ୍ୟ ଏକ ରୁମକୁ ନେଇଗଲେ। ମୁଁ ଆଶ୍ଚର୍ଯ୍ୟ ହେଲି ଯେ ସେ ମୋ ସହ କଥା ହେବା ବଦଳରେ ତାଙ୍କ ଝିଅ ମାନଙ୍କ ରୁମକୁ କାହିଁକି ଚାଲିଗଲେ। ମୁଁ ତାଙ୍କ ଝିଅ ମାନଙ୍କ ରୁମର ଦୁଆର ପାଖରେ ଯାଇ ଠିଆ ହେଲି। ରୁମ ଭିତରେ ମୋ ସ୍ଵାମୀ ତାଙ୍କ ଝିଅ ଓ ମା ସହ ଉପସ୍ଥିତ ଥିଲେ। ମୁଁ ଦୁଆରକୁ ଜୋର ଜୋରରେ ବାଡେଇବା ଆରମ୍ଭ କଲି, କିନ୍ତୁ ଦୁଆର ଖୋଲା ନଥିଲା। କିଛି ସମୟ ଏପରି ଦୁଆର ବାଡଉଥିବା ବେଳେ ମୋ ସ୍ଵାମୀ ରାଗରେ ଦୁଆର ଖୋଲି ରୁମରୁ ବାହାରିଲେ। ତାଙ୍କ ଆଖିରେ ମୋତେ ରାଗ ସ୍ପଷ୍ଟ ଦେଖା ଯାଉଥିଲା। ସେ ମତେ ଦେଖି କହିଲେ, ତୁମେ କଣ ପାଗଳ ହେଇଗଲ? ଏତେ ଜୋର ଜୋର ଦୁଆର କାହିଁକି ବାଡଉଛ? ମୁଁ ତୁମକୁ ମନା କରିଥିଲି ନା ଯେ ତୁମେ ନିଜ ରୁମରୁ ଅଧିକ ବାହାରକୁ ବାହାରିବ ନାହିଁ। ତୁମେ ଏଠାରେ କଣ କରୁଛ? ମୁଁ ମୋ ସ୍ଵାମୀଙ୍କୁ କହିଲି, ଏ ଘର ତ ମୋର ମଧ୍ୟ। ମୁଁ କାହିଁକି କେବଳ ରୁମ ଭିତରେ ରହିବି? ମୋ ସ୍ଵାମୀ କହିଲେ, ବାଜେ କଥା ବନ୍ଦ କର ଆଉ ନିଜ ରୁମକୁ ଯାଅ। ମୁଁ କହିଲି, ମୁଁ ମଧ୍ୟ ଆପଣଙ୍କ ସହ ରୁମରେ ବସି କଥା ହେବାକୁ ଚାହୁଁଛି। ମୋ ସ୍ଵାମୀ କହିଲେ, ଏହା ମୋ ଝିଅ ମାନଙ୍କ ରୁମ ଆଉ ଏହି ସମୟରେ ମୁଁ ମୋ ମା ଓ ଝିଅ ମାନଙ୍କ ସହ କଥା ହେଉଛି। ସେ ମତେ ଠେଲି ଦେଇ କହିଲେ, ଯାଅ ନିଜ ରୁମକୁ। ଯେତେବେଳେ ତୁମ ସହ କଥା ହେବାର ସମୟ ଆସିବ ମୁଁ ତୁମ ରୁମକୁ ଆସି କଥା ହେବି। ମୁଁ ଆଶ୍ଚର୍ଯ୍ୟ ହେଲି ଯେ ମୋ ସ୍ଵାମୀଙ୍କୁ ତାଙ୍କ ଝିଅ ଓ ମା ସହ କଥା ହେବା ପାଇଁ କେବଳ ରାତିର ସମୟ ହିଁ ମିଳିଲା। ମୁଁ ବାହାରେ ହିଁ ଠିଆ ହେଲି। ମୋ ସ୍ଵାମୀ ମୋ ମୁହଁ ଉପରେ ଦୁଆର ବନ୍ଦ କରିଦେଲେ ଆଉ ଭିତରୁ ଧୀରେ ଧୀରେ କଥାବାର୍ତ୍ତାର ଶବ୍ଦ ଆସିବାକୁ ଲାଗିଲା। ମୁଁ ଦୁଆରରେ କାନ ଲଗାଇ ସେମାନଙ୍କ କଥା ଶୁଣିବାକୁ ଚେଷ୍ଟା କଲି। ମୋ ସ୍ଵାମୀ ରୁମ ଭିତରେ କିଛି କହୁଥିଲେ, କିନ୍ତୁ ମତେ କିଛି ବୁଝା ପଡୁନଥିଲା। ତାପରେ ମୁଁ ଧୀରେ ଝରକା ଖୋଲିବାକୁ ଚେଷ୍ଟା କଲି। ମୁଁ ଝରକାକୁ ହାଲକା ହଲାଇଲି, ତେବେ ଝରକାର ଦୁଆର ଅଳ୍ପ ଖୋଲିଗଲା ଆଉ ମତେ ଭିତରର ଦୃଶ୍ୟ ସ୍ପଷ୍ଟ ଦେଖାଗଲା। ମୁଁ ଭିତରକୁ ଚାହିଁଲି, ତେବେ ଭିତରେ ପାଖାପାଖି 6 ଜଣ ଲୋକ ଉପସ୍ଥିତ ଥିଲେ। 2 ଜଣ ମୋ ସ୍ଵାମୀଙ୍କ ଝିଅ ଥିଲେ ଆଉ ଜଣେ ମହିଳା ଯିଏ ମୋଟା ଥିଲା, ତାଙ୍କୁ ମୁଁ ଦୂରରୁ ହିଁ ପରିଚୟ କରିପାରୁଥିଲି। ସେ ମୋ ଶାଶୁ ଥିଲେ। ଜଣେ ମୋ ସ୍ଵାମୀ ଆଉ ଜଣେ ମୋ ସ୍ଵାମୀଙ୍କ ପୁଅ ମଧ୍ୟ ଉପସ୍ଥିତ ଥିଲା। କିନ୍ତୁ ଆମ ଘରେ ତ କେବଳ 5 ଜଣ ସଦସ୍ୟ। ଏହି ଷଷ୍ଠ ବ୍ୟକ୍ତି କିଏ ଥିଲା? ମୁଁ ଏହି ବ୍ୟକ୍ତିକୁ ପରିଚୟ କରିବାକୁ ଚେଷ୍ଟା କରୁଥିଲି, କିନ୍ତୁ ମତେ କିଛି ବୁଝା ପଡୁନଥିଲା। ମୁଁ ଆଶ୍ଚର୍ଯ୍ୟ ହେଇଗଲି ଯେ ଆଖିରେ ଏ ଘରେ କଣ ଚାଲୁଛି। ମୁଁ ଦେଖିଲି ଯେ ମୋ ସ୍ଵାମୀଙ୍କୁ ସେ ପୁଅଟି ନୋଟର ବଡି ଦେଉଥିଲା। ମୁଁ ସେ ପୁଅର ଚେହେରା ଠିକ ଭାବେ ଦେଖି ପାରୁନଥିଲି। ମୁଁ ଚୁପଚାପ ମୋ ରୁମକୁ ଆସିଗଲି
ଆଉ ଭାବିବାକୁ ଲାଗିଲି ଯେ ଆଖିରେ ଏ ଘରେ କଣ ହେଉଛି। ତେବେ କିଛି ସମୟ ପରେ ମୋ ସ୍ୱାମୀ ରୁମରୁ ଆସିଲେ ଆଉ ମୋ ସହ ପ୍ରେମରେ କଥା ହେବାକୁ ଚେଷ୍ଟା କଲେ। କିନ୍ତୁ ଗୋଟେ ଅଜଣା କଥା ଥିଲା ଯେ ତାଙ୍କ ହାତରେ କଫିର କପ୍ ଥିଲା। ସେ ମତେ ବୁଝେଇ ସୁଝେଇ ଏଇ କଫି ପିଆଇବାକୁ ଚାହୁଁଥିଲେ। ମୋ ସ୍ୱାମୀ କହିଲେ, ନିଅ ଏଇ କଫି ପିଇଦିଅ। ତୁମ ମୁହଁ ଠିକ କରେ ହେଇଯିବ। ମୁଁ କହିଲି ମୁଁ ପିଇବାକୁ ଚାହୁଁନାହିଁ। ମୋ ସ୍ୱାମୀ ମୋ ହାତ ଧରି କହିଲେ, ମତେ ମାଫ କର। ମୁଁ ତୁମ ସହ ଏପରି ବ୍ୟବହାର କଲି। ଆଜି ମୋ କାମର ଚାପ କିଛି ଅଧିକ ଥିଲା। ତେଣୁ ମୁଁ ମୋ ରାଗକୁ ତୁମ ଉପରେ ବାହାର କରିଦେଲି। ମୁଁ ମୋ ସ୍ୱାମୀଙ୍କୁ କହିଲି, ନାହିଁ ଯେ ମୁଁ ରୁମ ଭିତରେ ଯାହା ହେଉଥିଲା ସେସବୁ ଦେଖିଛି। ମୁଁ ଚୁପଚାପ ହିଁ ବସି ରହିଲି। କିନ୍ତୁ ମୋ ସ୍ୱାମୀ ମତେ କଫି ପିଆଇବା ପାଇଁ ଜବରଦସ୍ତି କରାଇବାକୁ ଲାଗିଲେ। ମୁଁ ମୋ ସ୍ୱାମୀଙ୍କୁ ରାଗରେ କହିଲି, ଆଖିରେ ଏଇ ଚା ଓ କଫିର କଣ ବ୍ୟାପାର? ମୁଁ ସବୁ କିଛି ନିଜ ଇଚ୍ଛାରେ ଖାଉଛି ପିଉଛି। କିନ୍ତୁ ଏ ଘରେ ମତେ ଜବରଦସ୍ତି ଏସବୁ କାହିଁକି ପିଆଯାଉଛି? କେଉଁଠି ଏମିତି ନୁହେଁ ତ ଏହି କଫିରେ କିଛି ମିଶା ହେଉଛି ଯାହା ଦ୍ୱାରା ଆପଣ ମତେ ବେହୋସ କରିବାକୁ ଚାହୁଁଛନ୍ତି କିମ୍ବା ମାରିବାକୁ ଚାହୁଁଛନ୍ତି? ମୋ ସ୍ୱାମୀ କହିଲେ, ତୁମେ ପାଗଳ ହୋଇଗଲ କଣ? ମୁଁ ତୁମ ଚିନ୍ତା କରୁଛି। ତେଣୁ ମୁଁ ତୁମ ପାଇଁ କଫି ଆଣିଛି। ମୁଁ ତୁମକୁ ବେହୋସ କାହିଁକି କରିବି? ତୁମେ ଘରର କାମ ଉପରେ ଧ୍ୟାନ ଦିଅ। ଆମେ ଘରର କାମ ପାଇଁ ଜଣେ ନୋକରାଣୀ ରଖିବା ଦରକାର। ତୁମେ କାଲିଠାରୁ ଘରର ସମସ୍ତ କାମ କରିବ। ତୁମେ ଅଧିକ ମୁକ୍ତ ରହିବାର ଅଭ୍ୟାସ ହୋଇଗଲା। ତେଣୁ ତୁମ ମନରେ ନାନା ଚିନ୍ତା ଆସୁଛି। ମୁଁ ବୁଝିଲି ଯେ ମୋ ସ୍ୱାମୀ ବୋଧହୁଏ ମତେ ଭୟ କରିବା ପାଇଁ ଏସବୁ କହୁଛନ୍ତି। କିନ୍ତୁ ତାପରେ ସେ କହିଲେ, ତୁମେ ମତେ ଏପରି କଥା କହିବାକୁ ବାଧ୍ୟ କରୁଛ। ମୁଁ ତୁମକୁ ବହୁତ ଭଲ ପାଏ। ମତେ ଜଣା ଅଛି ଯେ ଆଜି ତୁମେ ବ୍ରତ ରଖିଛ। ତେଣୁ ମୁଁ ତୁମ ପାଇଁ କଫି ତିଆରି କରି ଆଣିଥିଲି। କିନ୍ତୁ ତୁମେ ମତେ ରାଗି କରିଦେଲ। ଏବେ ମୁଁ ତୁମ ସହ କଥା ହେବି ନାହିଁ। ମୋ ସ୍ୱାମୀଙ୍କ ଏତେ ସୁନ୍ଦର କଥା ଶୁଣି ମୋ ହୃଦୟ ନରମ ହେଇଗଲା। ମୁଁ ତାଙ୍କ ହାତରୁ କଫିର କପ୍ ନେଇଗଲି। ଆପଣ ଚିନ୍ତା କରନ୍ତୁ ନାହିଁ। ମୁଁ ଏ କଫି ପିଇ ଦଉଛି। ମୋ ଏଇ କଥା ଶୁଣି ମୋ ସ୍ୱାମୀ ବହୁତ ଖୁସି ହେଲେ। କିନ୍ତୁ ଏହା ପରେ ମୋର ସବୁଠାରୁ ବଡ ଭୁଲ ଥିଲା। ଯେମିତି ହିଁ ମୁଁ କଫି ପିଇଲି ତାପରେ ମତେ ଅଜଣା ନିଶା ଲାଗିଲା ଆଉ ମୁଁ ପୁଣି ବେହୋସ ହୋଇଗଲି। ତାପରେ ପୁଣି ମୋ ସହ ସେହିପରି ହେଲା ଯାହା ବାରମ୍ବାର ହେଉଥିଲା। ମୁଁ ମୋ ସ୍ୱାମୀଙ୍କ କଥାରେ ଆସି ଯାଇଥିଲି। ନିଶ୍ଚିତ ଭାବେ ଏବେ କିଛି ନା କିଛି ଗଡବଡ ଥିଲା। ମତେ ଏବେ ଗଡବଡର ଅନୁଭବ ହେଉଥିଲା। ସକାଳେ ମୋ ଆଖି ପରଦିନ 9ଟା ବେଳେ ଖୋଲିଲା। ମୋ ପେଟରେ ବହୁତ ଯନ୍ତ୍ରଣା ହେଉଥିଲା ଆଉ ମୋ ମୁଣ୍ଡ ବହୁତ ଭାରି ଲାଗୁଥିଲା। ପରଦିନ ଯେତେବେଳେ ମୁଁ ମୋ ରୁମରୁ ବାହାରିଲି ମୁଁ ଚୁପଚାପ ରହିଲି। ମୋ ସ୍ୱାମୀ କାମକୁ ଯାଇସାରିଥିଲେ। ମୋ ଶାଶୁ ମତେ ଘରର ସମସ୍ତ କାମ କରିବାକୁ କହିଲେ। ସେ କହିଲେ, ବୋହୂ ଏବେ ତୁମ ବିବାହକୁ ଅନେକ ଦିନ ହୋଇଗଲା। ମୁଁ ଚାହୁଁଛି ଯେ ଏବେ ଘରର ସମସ୍ତ ଦାୟିତ୍ୱ ତୁମେ ନିଜ କାନ୍ଧରେ ନେଇଯାଅ। ମତେ ଘରର କାମ କରିବାର କୌଣସି ଆପତ୍ତି ନଥିଲା। ତେଣୁ ମୁଁ ଚୁପଚାପ ସବୁ କାମ କରିବାକୁ ଲାଗିଲି। ମୋ ସ୍ୱାମୀଙ୍କ 2 ଝିଅ ଯୁବତୀ ଥିଲେ। କିନ୍ତୁ ସେମାନେ ଘରର କୌଣସି କାମ ହାତ ଲଗାଉନଥିଲେ। ମୋ ଶାଶୁ ମଧ୍ୟ ଏକ ପାଖରେ ବସି କେବଳ ପାନ ଖାଉଥିଲେ ଆଉ ତାଙ୍କ ଆଖି ମୋ ଉପରେ ହିଁ ରହୁଥିଲା। ମତେ ଏଇ ମହିଳା ଆରମ୍ଭରୁ ହିଁ ବହୁତ ଅଜଣା ଲାଗୁଥିଲେ। ତାଙ୍କୁ ଦେଖି କେହି ମଧ୍ୟ କହିପାରୁନଥିଲେ ଯେ ସେ ମୋ ସ୍ୱାମୀଙ୍କ ମା। ଗୋଟେ ଦିନ ମୁଁ ଲୁଗା ଧୋଉଥିଲି। ମୁଁ ଦେଖିଲି ଯେ ମୋ ସ୍ୱାମୀଙ୍କ ପୁଅ ମତେ ଅଜଣା ଅଜଣା ଦୃଷ୍ଟିରେ ଚାହୁଁଥିଲା। ତାକୁ ଦେଖି ମତେ ବହୁତ ଅଜଣା ଲାଗିଥିଲା। ତେଣୁ ମୁଁ ମୋ ପେଟକୁ ଶାଢୀରେ ଘୋଡାଇ ଦେଲି। ଆଜି ମୋ ସ୍ୱାମୀଙ୍କର ପୁଅର ଛୁଟି ଥିଲା ଆଉ ସେ ଘରେ ହିଁ ଉପସ୍ଥିତ ଥିଲା। ମୁଁ ରୋଷେଇ ଘରେ ଖାଦ୍ୟ ତିଆରି କରୁଥିଲି। ମୋ ସ୍ୱାମୀଙ୍କ ପୁଅ ଯାହାର ନାମ ରାଜେଶ ଥିଲା ସେ ଘରେ ଥିବା ହେତୁ ମୋ ପାଖକୁ ଆସି କହିଲା, ମା ତୁମେ ଆଜି କଣ ରୋଷେଇ କରୁଛ? ମୁଁ ତାକୁ କହିଲି, ଆଜି ମୁଁ ତୁମ ପାଇଁ ପନିର ମସଲା ଆଉ ରୁଟି ତିଆରି କରୁଛି। ସେ ମୋ ପାଖରେ ଠିଆ ହୋଇ ମୋ ସହ କଥା ହେବାକୁ ଲାଗିଲା। ମତେ ତାର ଏପରି ବ୍ୟବହାର ଅଳ୍ପ ଅଜଣା ଲାଗୁଥିଲା କାରଣ ସେ ପ୍ରାୟତଃ ଘରେ ନଥାଏ ଆଉ ମୋ ସହ ଏତେ କଥା ମଧ୍ୟ ହେଉନଥିଲା। କିଛି ସମୟ ପରେ ସେ ରୋଷେଇ ଘରୁ ବାହାରିଗଲା। କିନ୍ତୁ ମୋ ମନରେ ଏକ ଅଜଣା ସନ୍ଦେହ ଲାଗିଗଲା। ମୁଁ ଭାବୁଥିଲି ଯେ ଏ ଘରେ କିଛି ନା କିଛି ଗୁପ୍ତ ଚାଲିଛି ଯାହା ମତେ ଜଣା ପଡୁନାହିଁ। ମୁଁ ନିଜେ ନିଜକୁ ଶାନ୍ତ କରିବାକୁ ଚେଷ୍ଟା କଲି ଆଉ ରୋଷେଇ ଶେଷ କରିବାକୁ ଲାଗିଲି। ଖାଦ୍ୟ ତିଆରି ପରେ ମୁଁ ସମସ୍ତଙ୍କ ପାଇଁ ଖାଦ୍ୟ ପରିସି ଡାକିଲି। ମୋ ଶାଶୁ ଓ ଝିଅ ମାନେ ଖାଇବାକୁ ଆସିଲେ କିନ୍ତୁ ରାଜେଶ କୁଆଡେ ଗାୟବ ହେଇଗଲା। ମୁଁ ତାକୁ ଖୋଜିବାକୁ ତା ରୁମ ଆଡେ ଗଲି। ତା ରୁମ ର ଦୁଆର ଅଳ୍ପ ଖୋଲା ଥିଲା ଆଉ ମୁଁ ଭିତରୁ ଝାଙ୍କି ଦେଖିଲି ସେ ତା ଫୋନରେ କାହା ସହ ଧୀରେ ଧୀରେ କଥା ହେଉଥିଲା। ମୁଁ ତାର କଥା ଶୁଣିବାକୁ ଚେଷ୍ଟା କଲି କିନ୍ତୁ ସ୍ପଷ୍ଟ କିଛି ବୁଝି ପାରିଲି ନାହିଁ। କେବଳ ଏତିକି ଶୁଣିଲି ଯେ ସେ କାହାକୁ କହୁଥିଲା, ସବୁ ଠିକ ହେବ, ତୁମେ ଚିନ୍ତା କର ନାହିଁ, ମୁଁ ସବୁ ଦେଖୁଛି। ଏହା ଶୁଣି ମୋ ମନରେ ଆହୁରି ସନ୍ଦେହ ବଢିଲା। ମୁଁ ନିଜକୁ ସମ୍ଭାଳି ତାକୁ ଡାକିଲି, ରାଜେଶ ଖାଇବା ପାଇଁ ଆସ। ସେ ତୁରନ୍ତ ଫୋନ ରଖି ବାହାରକୁ ଆସିଲା ଆଉ ମତେ ଦେଖି ହସି କହିଲା, ଓହୋ ମା ତୁମେ ଏଠାରେ ଆସିଛ, ମୁଁ ଆସୁଛି। ତାର ଏପରି ସାଧାରଣ ବ୍ୟବହାର ମତେ ଆହୁରି ଅଜଣା ଲାଗିଲା। ଖାଇବା ସମୟରେ ମୁଁ ଲକ୍ଷ୍ୟ କଲି ଯେ ମୋ ଶାଶୁ ଓ ଝିଅ ମାନେ ମୋ ଆଡେ ଅଜଣା ଦୃଷ୍ଟିରେ ଚାହୁଁଥିଲେ। ସେମାନେ ନିଜ ମଧ୍ୟରେ ଧୀରେ ଧୀରେ କଥା ହେଉଥିଲେ ଆଉ ମତେ ଏମିତି ଲାଗୁଥିଲା ଯେ ସେମାନେ ମୋ ବିଷୟରେ ହିଁ କିଛି କହୁଛନ୍ତି।
ମୁଁ ଚୁପଚାପ ଖାଇସାରି ରୋଷେଇ ଘରକୁ ଫେରିଗଲି। ସେଦିନ ରାତିରେ ମୋ ସ୍ୱାମୀ ଘରକୁ ଫେରିଲେ। ସେ ମୋ ପାଖକୁ ଆସି କହିଲେ, ତୁମେ ଆଜି ବହୁତ କାମ କରିଛ, ତୁମେ ଆରାମ କର, ମୁଁ ତୁମ ପାଇଁ ଚା ତିଆରି କରୁଛି। ମୁଁ ତାଙ୍କୁ ମନା କଲି ଆଉ କହିଲି, ନା, ମୁଁ ଚା ପିଇବି ନାହିଁ, ମତେ ଏବେ କିଛି ଦରକାର ନାହିଁ। ମୋ ସ୍ୱାମୀ ଅଳ୍ପ ରାଗିଲେ ଆଉ କହିଲେ, ତୁମେ କାହିଁକି ଏତେ ଅଜଣା ଅଜଣା କଥା କହୁଛ? ମୁଁ ତୁମ ପାଇଁ ଚିନ୍ତା କରୁଛି, ତେଣୁ ଚା ତିଆରି କରୁଛି। ମୁଁ କହିଲି, ମୁଁ ନିଜେ ନିଜ ପାଇଁ ସବୁ କିଛି ତିଆରି କରିନେବି, ଆପଣ ଚିନ୍ତା କରନ୍ତୁ ନାହିଁ। ମୋ ଏହି କଥା ଶୁଣି ସେ ଚୁପ ହୋଇଗଲେ ଆଉ ଅନ୍ୟ ରୁମକୁ ଚାଲିଗଲେ। ମୁଁ ମୋ ରୁମକୁ ଫେରି ଆସିଲି ଆଉ ଭାବିବାକୁ ଲାଗିଲି, ଏ ଘରେ କିଛି ଗୁପ୍ତ କଥା ଚାଲିଛି, ଯାହା ମତେ ଜଣାଇବାକୁ କେହି ଚାହୁଁନାହାନ୍ତି। ମୋ ସ୍ୱାମୀଙ୍କ ପୁଅ ଓ ଝିଅ ମାନଙ୍କ ବ୍ୟବହାର, ମୋ ଶାଶୁଙ୍କର ଅଜଣା ଦୃଷ୍ଟି ଆଉ ମୋ ସ୍ୱାମୀଙ୍କର ଏତେ ଜବରଦସ୍ତି ଚା କିମ୍ବା କଫି ପିଆଇବା ପାଇଁ, ଏସବୁ ମୋ ମନରେ ଅନେକ ପ୍ରଶ୍ନ ଉଠିଥିଲା। ମୁଁ ନିଷ୍ପତ୍ତି ନେଲି ଯେ ମୁଁ ଏବେ ଅଧିକ ସତର୍କ ହେବି। ମୁଁ ମୋ ଖାଦ୍ୟ ଓ ପାଣି ନିଜେ ତିଆରି କରିବି ଆଉ ଘରର ସମସ୍ତ କାମ କରିବି ଆଉ ସବୁଦିନ ଜାଗି ରହିବି। ମୁଁ ଜାଣିବାକୁ ଚାହୁଁଥିଲି ଯେ ଘରେ ଆଖିର କଣ ଚାଲିଛି। ପରଦିନ ସକାଳେ ମୁଁ ଖୁବ ଶୀଘ୍ର ଉଠିଲି। ମୁଁ ନିଜ ପାଇଁ ଚା ତିଆରି କଲି ଆଉ ଘରର କାମ ଆରମ୍ଭ କରିଦେଲି। ମୋ ଶାଶୁ ମତେ ଦେଖି କହିଲେ, ବୋହୂ, ତୁମେ ଆଜି ବହୁତ ଶୀଘ୍ର ଉଠିଛ, ଏତେ ଶୀଘ୍ର କାହିଁକି? ମୁଁ ହସି କହିଲି, ମା, ମୁଁ ଚାହୁଁଛି ଘରର ସବୁ କାମ ଠିକ ଭାବେ ହେଉ। ସେଦିନ ମୁଁ ପୁରା ଦିନ ଜାଗି ରହିଲି। ମୁଁ ନିଜେ ନିଜେ ଖାଦ୍ୟ ତିଆରି କଲି ଆଉ କାହା ଦେଇଥିଲେ କିଛି ଖାଇଲି ନାହିଁ। ଅଜଣା କଥା ଏହା ଥିଲା ଯେ ଆଜି ମତେ ନିଦ୍ରା ଲାଗିଲା ନାହିଁ ଆଉ ମୋ ଶରୀରରେ ଦୁର୍ବଳତା ମଧ୍ୟ ଅନୁଭବ ହେଲା ନାହିଁ। ଏହା ମତେ ଆହୁରି ସନ୍ଦେହ କଲା ଯେ ମୋ ସ୍ୱାମୀ ଓ ତାଙ୍କ ପରିବାରରେ ମତେ କିଛି ମିଶାଇ ପିଆଉଥିଲେ, ଯାହା ମତେ ନିଦ ଲାଗୁଥିଲା। ରାତିରେ ମୋ ସ୍ୱାମୀ ଘରକୁ ଫେରିଲେ। ସେ ମତେ ଦେଖି ଆଶ୍ଚର୍ଯ୍ୟ ହେଲେ ଆଉ କହିଲେ, ତୁମେ ଆଜି ଜାଗିଛ, ବହୁତ ଭଲ, ଚାଲ ମୁଁ ତୁମ ପାଇଁ କିଛି ଖାଦ୍ୟ ଆଣୁଛି। ମୁଁ ତୁରନ୍ତ ମନା କଲି ଆଉ କହିଲି, ନା, ମୁଁ ନିଜେ ସବୁ ତିଆରି କରି ନେଇଛି, ଆପଣ କେବଳ ଆରାମ କରନ୍ତୁ। ମୋ ସ୍ୱାମୀ ମୋ ଆଡେ ଅଳ୍ପ ଅଜଣା ଦୃଷ୍ଟିରେ ଚାହିଁଲେ ଆଉ ତାପରେ ଚୁପଚାପ ଅନ୍ୟ ରୁମକୁ ଚାଲିଗଲେ। ମୁଁ ତାଙ୍କୁ ଲକ୍ଷ୍ୟ କଲି ଯେ ସେ ମୋ ଶାଶୁ ଓ ଝିଅ ମାନଙ୍କ ରୁମକୁ ଗଲେ। ମୁଁ ଧୀରେ ଧୀରେ ତାଙ୍କ ପଛେ ପଛେ ଗଲି ଆଉ ଦୁଆର ପାଖରେ ଠିଆ ହୋଇ ସେମାନଙ୍କ କଥା ଶୁଣିବାକୁ ଚେଷ୍ଟା କଲି। ମୁଁ ଶୁଣିଲି ଯେ ମୋ ସ୍ୱାମୀ କହୁଥିଲେ, ସେ ଆଜି ଜାଗି ଅଛି, ଏହା କିଛି ଅସୁବିଧା କରିପାରେ, ଆମେ ଅଧିକ ସତର୍କ ହେବା ଦରକାର। ମୋ ଶାଶୁ କହିଲେ, ତୁମେ ଚିନ୍ତା କର ନାହିଁ, ମୁଁ ସବୁ ଦେଖିନେବି। ଏହା ଶୁଣି ମୋ ହୃଦୟ ଜୋର ଜୋର ଧକ ଧକ ହେବାକୁ ଲାଗିଲା। ମୁଁ ତୁରନ୍ତ ମୋ ରୁମକୁ ଫେରି ଆସିଲି ଆଉ ଦୁଆର ବନ୍ଦ କରିଦେଲି। ମୋ ମନରେ ଏବେ ସ୍ପଷ୍ଟ ହେଲା ଯେ ଏ ଘରେ କିଛି ଗୁପ୍ତ ଚାଲିଛି ଆଉ ସେମାନେ ମତେ ଜଣାଇବାକୁ ଦେଉନାହାନ୍ତି। ମୁଁ ନିଷ୍ପତ୍ତି ନେଲି ଯେ ମୁଁ ଏହାର ଅନ୍ତ ପର୍ଯ୍ୟନ୍ତ ପହଞ୍ଚିବି। ପରଦିନ ମୁଁ ଆହୁରି ସତର୍କ ହେଲି। ମୁଁ ଘରର ସମସ୍ତ କାମ କରୁଥିଲି, କିନ୍ତୁ ମୋ ଆଖି ଓ କାନ ସବୁବେଳେ ସତର୍କ ରହୁଥିଲା। ମୁଁ ଲକ୍ଷ୍ୟ କଲି ଯେ ମୋ ଶାଶୁ ଓ ଝିଅ ମାନେ ପ୍ରାୟତଃ ଏକ ନିର୍ଦ୍ଦିଷ୍ଟ ରୁମ ରେ ବସୁଛନ୍ତି ଆଉ ସେହି ରୁମରେ ଅଜଣା ଶବ୍ଦ ଆସୁଥିଲା। ମୁଁ ସେହି ରୁମର ଝରକା ପାଖକୁ ଗଲି ଆଉ ଧୀରେ ଧୀରେ ଝାଙ୍କି ଦେଖିଲି। ଭିତରେ ମୋ ଶାଶୁ, ଝିଅ ମାନେ ଆଉ ଜଣେ ଅଜଣା ବ୍ୟକ୍ତି ବସିଥିଲେ। ସେ ବ୍ୟକ୍ତି ଏକ ବ୍ୟାଗରୁ କିଛି ଜିନିଷ ବାହାର କରୁଥିଲେ ଆଉ ମୋ ଶାଶୁକୁ ତାକୁ ନୋଟର ଗଦି ଦଉଥିଲେ। ମୁଁ ସ୍ପଷ୍ଟ ଦେଖିଲି ଯେ ସେ ଜିନିଷ ଗୁଡିକ କିଛି ଅଜଣା ପାଉଡର ଓ ବଟିକା ଥିଲା। ମୋ ମନରେ ଏବେ ସନ୍ଦେହ ସ୍ପଷ୍ଟ ହେଲା ଯେ ଏହା ହିଁ ସେହି ଜିନିଷ ଯାହା ମତେ ଚା କିମ୍ବା କଫିରେ ମିଶାଇ ପିଆଉଥିଲେ। ମୁଁ ତୁରନ୍ତ ମୋ ରୁମକୁ ଫେରି ଆସିଲି ଆଉ ନିଜକୁ ଶାନ୍ତ ରଖିବାକୁ ଚେଷ୍ଟା କଲି। ମୋ ମନରେ ଏବେ ଏକ ଯୋଜନା ତିଆରି ହେଲା। ମୁଁ ନିଷ୍ପତ୍ତି ନେଲି ଯେ ମୁଁ ଏହାର ପ୍ରମାଣ ସଂଗ୍ରହ କରିବି ଆଉ ଏହି ଗୁପ୍ତ କାରବାର ଅନ୍ତ ପର୍ଯ୍ୟନ୍ତ ପହଞ୍ଚିବି। ମୁଁ ମୋ ଫୋନରେ ସେହି ରୁମରୁ ବାହାରକୁ କିଛି ଫଟୋ ଓ ଭିଡିଓ ନେବାକୁ ଚେଷ୍ଟା କଲି, କିନ୍ତୁ ଅନ୍ଧାର ହେତୁ ସ୍ପଷ୍ଟ କିଛି ଆସିଲା ନାହିଁ। ସେଦିନ ରାତିରେ ମୋ ସ୍ୱାମୀ ପୁଣି ମୋ ପାଖକୁ ଏକ କଫିର କପ୍ ନେଇ ଆସିଲେ। ମୁଁ ତାଙ୍କୁ ହସି କହିଲି, ଠିକ ଅଛି, ମୁଁ ପିଇ ଦଉଛି। କିନ୍ତୁ ଯେତେବେଳେ ସେ ଅନ୍ୟ ଆଡେ ଚାହିଁଲେ, ମୁଁ ସେହି କଫିକୁ ଏକ ବୋତଲରେ ଢାଳିଦେଲି ଆଉ ଲୁଚାଇ ରଖିଲି। ମୁଁ ତାଙ୍କୁ କହିଲି, ମୁଁ ପିଇ ସାରିଲି, ବହୁତ ସୁଆଦିଆ ଥିଲା। ମୋ ସ୍ୱାମୀ ଖୁସି ହେଲେ ଆଉ ଚାଲିଗଲେ। ମୁଁ ସେହି ବୋତଲକୁ ନେଇ ପରଦିନ ସକାଳେ ଏକ ଲ୍ୟାବକୁ ପଠାଇଲି ଯାଞ୍ଚ ପାଇଁ। ମୁଁ ଜାଣିବାକୁ ଚାହୁଁଥିଲି ଯେ ଏହି କଫିରେ କଣ ମିଶାଇ ହୋଇଥିଲା। ଏହି ସମୟରେ ମୁଁ ମୋ ମାଙ୍କ ସହ ମଧ୍ୟ କଥା ହେଲି ଆଉ ତାଙ୍କୁ ସମସ୍ତ ଘଟଣା ଜଣାଇଲି। ମୋ ମା ମତେ ସତର୍କ କରିବାକୁ କହିଲେ ଆଉ ଆବଶ୍ୟକ ହେଲେ ପୁଲିସକୁ ଜଣାଇବାକୁ ପରାମର୍ଶ ଦେଲେ। କିଛି ଦିନ ପରେ ଲ୍ୟାବରୁ ରିପୋର୍ଟ ଆସିଲା। ରିପୋର୍ଟ ଦେଖି ମୋ ପାଦ ତଳୁ ମାଟି ଖସିଗଲା। କଫିରେ ଏକ ଶକ୍ତିଶାଳୀ ନିଦ ବଟିକା ମିଶାଇ ହୋଇଥିଲା, ଯାହା ମତେ ବେହୋସ କରୁଥିଲା। ଏହା ଜାଣିବା ପରେ ମୁଁ ସମ୍ପୂର୍ଣ୍ଣ ଭାବେ ଆଶ୍ଚର୍ଯ୍ୟ ହୋଇଗଲି। ମୋ ସ୍ୱାମୀ ଓ ତାଙ୍କ ପରିବାର ଏପରି କାହିଁକି କରୁଛନ୍ତି? ମୁଁ ମୋ ମାଙ୍କ ସହ ଆଲୋଚନା କଲି ଆଉ ନିଷ୍ପତ୍ତି ନେଲି ଯେ ମୁଁ ଏହାର ଅନ୍ତ ପର୍ଯ୍ୟନ୍ତ ପହଞ୍ଚିବି। ମୁଁ ଏକ ଗୁପ୍ତ କ୍ୟାମେରା କିଣିଲି ଆଉ ସେହି ରୁମରେ ଲଗାଇଲି, ଯେଉଁଠାରେ ମୋ ଶାଶୁ ଓ ଝିଅ ମାନେ ଅଜଣା ବ୍ୟକ୍ତି ସହ ବସୁଥିଲେ। ମୁଁ ଚାହୁଁଥିଲି ଯେ ସେମାନଙ୍କର ସମସ୍ତ କାରବାର ରେକର୍ଡ ହଉ। କିଛି ଦିନ ପରେ ମୁଁ କ୍ୟାମେରାରୁ ରେକର୍ଡିଂ ଦେଖିଲି। ରେକର୍ଡିଂରେ ସ୍ପଷ୍ଟ ହେଲା ଯେ ମୋ ସ୍ୱାମୀଙ୍କ ପରିବାର ଏକ ଗୁପ୍ତ କାରବାରରେ ଜଡିତ ଥିଲେ। ସେମାନେ ଅଜଣା ବ୍ୟକ୍ତିଙ୍କ ସହ କିଛି ଅବୈଧ ଜିନିଷର କାରବାର କରୁଥିଲେ ଆଉ ମତେ ନିଦ ବଟିକା ଦେଇ ବେହୋସ କରୁଥିଲେ, ଯାହା ଦ୍ୱାରା ମୁଁ କିଛି ଜାଣିନପାରେ।
ଏହା ଜାଣିବା ପରେ ମୁଁ ମୋ ମାଙ୍କୁ ସମସ୍ତ କଥା ଜଣାଇଲି। ମୋ ମା ମତେ ତୁରନ୍ତ ପୁଲିସ ପାଖକୁ ଯିବାକୁ କହିଲେ। ମୁଁ ସମସ୍ତ ପ୍ରମାଣ, ଲ୍ୟାବ ରିପୋର୍ଟ, କ୍ୟାମେରା ରେକର୍ଡିଂ ନେଇ ପୁଲିସ ଷ୍ଟେସନକୁ ଗଲି। ମୁଁ ପୁଲିସକୁ ସମସ୍ତ ଘଟଣା ବିସ୍ତୃତ ଭାବେ ଜଣାଇଲି। ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ। ସେମାନେ ମୋ ଘରେ ପହଞ୍ଚି ମୋ ସ୍ୱାମୀ, ଶାଶୁ ଓ ଝିଅ ମାନଙ୍କୁ ଗିରଫ କଲେ। ଅନୁସନ୍ଧାନରେ ଜଣାପଡିଲା ଯେ ସେମାନେ ଏକ ଅବୈଧ ଡ୍ରଗ୍ସ କାରବାରରେ ଜଡିତ ଥିଲେ। ମତେ ନିଦ ବଟିକା ଦେଇ ସେମାନେ ମତେ ଏହି କାରବାର ଠାରୁ ଦୂରେଇ ରଖୁଥିଲେ, ଯାହା ଦ୍ୱାରା ମୁଁ କିଛି ସନ୍ଦେହ ନ କରେ। ଏହି ଘଟଣା ମୋ ଜୀବନକୁ ସମ୍ପୂର୍ଣ୍ଣ ବଦଳାଇ ଦେଲା। ମୁଁ ମୋ ସ୍ୱାମୀଙ୍କ ସହ ସମ୍ପର୍କ ଛିନ୍ନ କରିଲି ଆଉ ମୋ ମାଙ୍କ ଘରକୁ ଫେରି ଆସିଲି। ଏହା ମୋ ପାଇଁ ଏକ ବଡ ଆଘାତ ଥିଲା, କିନ୍ତୁ ମୁଁ ନିଜକୁ ସମ୍ଭାଳି ନେଲି। ମୁଁ ନିଷ୍ପତ୍ତି ନେଲି ଯେ ମୁଁ ଏବେ ନିଜର ଜୀବନ ନିଜେ ଗଢିବି ଆଉ କାହା ଉପରେ ନିର୍ଭର କରିବି ନାହିଁ। ଏହି ଘଟଣା ମତେ ଶିଖାଇଲା ଯେ ଜୀବନରେ ସତର୍କ ରହିବା କେତେ ଗୁରୁତ୍ୱପୂର୍ଣ୍ଣ। ମୁଁ ମୋ ସାହସ ଓ ବୁଦ୍ଧିରେ ଏକ ବଡ ଅପରାଧ ପର୍ଦ୍ଦାଫାଶ କରିପାରିଲି ଆଉ ନିଜକୁ ଏକ ବିପଦରୁ ରକ୍ଷା କଲି। ଏବେ ମୁଁ ନିଜର ଜୀବନକୁ ନୂଆ ଭାବେ ଆରମ୍ଭ କରିଛି ଆଉ ମୋ ମନରେ ଏକ ନୂଆ ଆତ୍ମବିଶ୍ୱାସ ଅଛି।